କିଏ କିଛି କହିବେ? 3:31। ହରେ କୃଷ୍ଣ ଦଣ୍ଡ। ହୁଁ। ଅଧ୍ୟାୟରେ ଭଗବାନ କପିଳ ଦେବ ମନୁଷ୍ୟର ଜୀବର କିଭଳି ଭାବରେ ଗତି ତାର ନିଜର କର୍ମଫଳ ଅନୁଯାୟୀ କିଭଳି ତାର ଗତି ହେଇଥାଏ ସେଇ କଥା ସେଠାରେ ମାତା ଦେବତୀ ଭାବରେ ବର୍ଣ୍ଣନା କରିଛନ୍ତି। କିଭଳି ଭାବରେ ଜୀବ ତାର କର୍ମଫଳ ଯାଇ କୌଣସି ଜୀବାତ୍ମା ଶରୀରରେ ପ୍ରଥମେ ପୁରୁଷର ବା ଜଣେ ସ୍ତ୍ରୀର ଗର୍ଭରେ ପ୍ରବେଶ କରନ୍ତି ପୁରୁଷ ରକ୍ତ ଦ୍ଵାରା ସ୍ତ୍ରୀର ଗର୍ଭରେ ପ୍ରବେଶ କରନ୍ତି। ତାପରେ ସେ କିଭଳି ଭାବରେ ତାଙ୍କର ଯୋଉ ସେ ପ୍ରଥମ ରାତ୍ରିରେ କିଭଳି ଭାବରେ ପୁରୁଷ ସ୍ତ୍ରୀ ରଜ ବୀର୍ଯ୍ୟରେ ମିଶ୍ରଣ ହେଇକି ବା ତାପରେ ପଞ୍ଚମ ରାତ୍ରି ଏହା କିଭଳି ଭାବରେ ବୁଧ ପାଣି ଫୁଟୁକା ଭଳି ହୁଅନ୍ତି। ତାପରେ ତାର କ୍ରମ ବିବର୍ତ୍ତନ ହୁଏ। ଏଇ ଶେଷରେ ସିଏ ଯୋଉ ମାତୃ ଗର୍ଭରେ ସେ ଆସିଲା ପରେ ବିଭିନ୍ନ ପ୍ରକାର ସେଇ ସମୟରେ ମାତା ଆଦି କୌଣସି ଯୋଉ ଖଟା ଲଙ୍କା କିଛି ଖାଇଲେ ବି ବହୁତ ପ୍ରକାର ତାଙ୍କୁ କଷ୍ଟ ହେଇଥାଏ। ଏତେ କଷ୍ଟ ହେଇଥାଏ ଯେ ସିଏ ମାନେ ମୂର୍ଚ୍ଛା ଯାଆନ୍ତି। ମୂର୍ଚ୍ଛା ଯାଇଲା ପରେ ସେଇ ସମୟରେ ତାଙ୍କର ଭଗବତ ଯୋଉ ପୂର୍ବ ମୋର କଥା ସବୁ ତାଙ୍କ ସ୍ମରଣ ଆସେ। ଜୀବର ଆସିଲା ପରେ ସେଇଠି ସେ ଭଗବାନଙ୍କୁ ପ୍ରାର୍ଥନା କରେ। ପ୍ରାର୍ଥନା କରି ଆଉ ଏଇଭଳି ଭାବରେ ଗୋଟେ ଗର୍ତ୍ତରେ ପଡିଥାଏ ଯୋଉଠି କୃମି ଆଉ ମଳମୂତ୍ର ଗର୍ତରେ ପଡିଥାଏ। ସେ ସମୟରେ 7 ମାସ ପରେ ଯୋଉଟା 7 ମାସ ପରେ ସିଏ ହଉଛି ମାନେ ସ୍ଥିର ହେଇ ରହିପାରେ ନାହିଁ। ଚେଷ୍ଟା କଲେ ବି ସ୍ଥିର ହେଇ ରହିପାରେନି ବହୁତ କଷ୍ଟ ପାଇଥାଏ। ଏଇଭଳି ଭାବରେ ଜରାୟୁ ଦ୍ୱାରା ପରିବେଷ୍ଟିତ ହେଇଥାଏ। ନବମ ବା 10 ମାସରେ ଭଗବାନ ଦ୍ଵାରା ଯେ ସେ ଆସିଥାଏ ଧରା ପୃଷ୍ଠକୁ ଆସିଥାଏ ଏ ଯେ ଭୌତିକ ଜଗତ ଆସିଥାଏ। ଆସିଲା ପରେ ଇଏ ଭୌତିକ ଜଗତର ମାୟା ଦ୍ୱାରା କବଳିତ ହେଇ ସେ ତାର ଯୋଉ ମାୟା ପ୍ରଭାବରେ ସେ ପୁଣି କଳୁଷିତ ହେଇଯାଇଥାଏ। ଏଇଭଳି ଭାବରେ କିଭଳି ଭାବରେ ଧୀରେ ଧୀରେ ପୁଣି ଫେରେ ସେ ତାର ଏଇ ଯୋଉ ବିଭିନ୍ନ ପ୍ରକାର ଯୋନି ପାଇ ସେ ତାର ଆତ୍ମା କଥା ଏଇଭଳି ଭାବରେ ଭଗବାନ ବର୍ଣ୍ଣନା କରିଥିଲେ। ହରେ କୃଷ୍ଣ। ହୁଁ। ତେଣୁ ଭଗବାନଙ୍କ ବ୍ୟବସ୍ଥାରେ ସ୍ମୃତି ଦେଇଥିଲେ। ସେ ସବୁ ପୂର୍ବ ଜନ୍ମ କଥା ମନେ ଥିଲା। ତେଣୁ ଭଗବାନ ପ୍ରାର୍ଥନା କଲା ଏଥିରୁ ଉଦ୍ଧାର ହବା ପାଇଁ। କିନ୍ତୁ ପୁଣି ଯେତେବେଳେ ମାୟାଗ୍ରସ୍ତ ହେଇଗଲା ସେତେବେଳେ ଭଗବାନ ତାର ସ୍ମୃତି ନେଇଗଲେ। ବିସ୍ମୃତି ଦେଇଦେଲେ। ସେ ଭୁଲିଗଲା ସେ କିଏ। ତେଣୁ ଏଇଭଳି ଭାବରେ ଚାଲିଛି। କୋଉ ଅନାଦି କାଳରୁ ଆମେ ଏଇ ଭୌତିକ ଜଗତରେ ଘୁରି ବୁଲୁଛେ। ଆମକୁ ସେଇ ଜନ୍ମରେ ଗୋଟେ ସୁଯୋଗ ମିଳିଲା ଆମେ ଏଥିରୁ ଉଦ୍ଧାର ପାଇବା ପାଇଁ। ହୁଁ। ସାଧୁ ଗୁରୁ ଭଗବାନ କୃପାରୁ ଆଜି ଆମେ ସୁଯୋଗ ପାଇଲେ ସେସବୁ ବିଷୟରେ ଆଲୋଚନା କରିବା ପାଇଁ। ଏବଂ ଭଗବତ ଧାମକୁ ଯିବା ପାଇଁ ଆମେ ଚେଷ୍ଟା କରୁଛେ ଭଗବାନ ସେବାରେ ନିଯୁକ୍ତ ରହିଛେ। ତେଣୁ ଆମେ 32 ଅଧ୍ୟାୟଟି ପାଠ କରିବା। 32 ଅଧ୍ୟାୟରେ ଆମେ ପଠେଇ ଦେଇଥିଲୁ ଆପଣଙ୍କ ପାଖକୁ ହ୍ୱାଟ୍ସଆପରେ ସଂକ୍ଷେପରେ 32 ଅଧ୍ୟାୟକୁ। ଇଏ ହଉଛି ସକାମ କର୍ମ ବିଷୟରେ ବର୍ଣ୍ଣନା କରାଯାଉଛି ଏବଂ ସେମାନଙ୍କୁ ଯେଉଁମାନେ ଭକ୍ତ ନୁହନ୍ତି ସେମାନଙ୍କୁ ନିନ୍ଦା କରାଯାଉଛି। ଭଗବାନ ତୃତୀୟ ସ୍କନ୍ଧ 32 ଅଧ୍ୟାୟ 1-4 ସକାମ କର୍ମ ଯୋଉ ବର୍ଣ୍ଣନା କରାଯାଇଛି ଇଏ ଭୌତିକ ଜଗତରୁ ଉଦ୍ଧାର କରିପାରିବ ନାହିଁ। 4ଟି ଶ୍ଲୋକରେ 5-7 3ଟି ଶ୍ଲୋକରେ ନିଷ୍କାମ କର୍ମ ଇଏ ଆମକୁ ମୁକ୍ତି ପ୍ରଦାନ କରିପାରିବ। ତେଣୁ 8-15 8ଟି ଶ୍ଲୋକରେ ଆମେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଭଗବାନ ବିରାଟ ରୂପକୁ ଯୋଉମାନେ ଆରାଧନା କରନ୍ତି ସେମାନଙ୍କର ଗତି କୋଉଠି ହୁଏ ଏବଂ ତାଙ୍କ ଠାରୁ ଆହୁରି ଉନ୍ନତ ସ୍ଥିତିରେ ହେଉଛନ୍ତି ଭକ୍ତ। 8 ନମ୍ବର ଶ୍ଲୋକରେ କହୁଛନ୍ତି ସେମାନେ ଯୋଉ ତାଙ୍କର
ମୃତ୍ୟୁ ପରେ ସେମାନେ ସତ୍ୟ ଲୋକକୁ ଯାଆନ୍ତି ଏବଂ ସେଇଠି ସେମାନେ ବ୍ରହ୍ମାଙ୍କର ଲୋକରେ ରହିକରି ଯେତେବେଳେ ଭୌତିକ ଜଗତ ଧ୍ୱଂସ ହୁଏ ସେତେବେଳେ ସିଏ ତାଙ୍କର ଡେଷ୍ଟିନେସନ ପହଞ୍ଚନ୍ତି ବା ଭଗବତ ଧାମକୁ ଯାଆନ୍ତି। 10ରୁ 12 ତିନୋଟି ଶ୍ଲୋକରେ ସେମାନେ କୁହାଯାଇଛି କଣ ହୁଅନ୍ତି ତାଙ୍କର, ତାପରେ ଯାଇକି ସେଠି କଣ ହନ୍ତି ନା ଭଗବାନ ବିଷ୍ଣୁଙ୍କ ସହିତ ମିଶନ୍ତି ସେମାନେ। ଦେ ଏଣ୍ଟର ଇନଟୁ ବିଷ୍ଣୁ ଆଣ୍ଡ ରି ଏଣ୍ଟର ୟୁନିଭର୍ସ। ବିଷ୍ଣୁଙ୍କର ଶରୀରରେ ମିଶିକରି ପୁଣି ସେମାନେ ଏ ଭୌତିକ ଜଗତକୁ ଆସନ୍ତି। ତେଣୁ 16ରୁ 21 ଏ 6ଟି ଶ୍ଲୋକରେ ସକାମ କର୍ମକୁ ନିନ୍ଦା କରାଯାଇଛି। ସକାମ କର୍ମୀ ମାନେ କାହାକୁ ସବୁ ପୂଜା କରନ୍ତି ନା ପିତୃ ଲୋକଙ୍କୁ ପୂଜା କରନ୍ତି, ଯାଆନ୍ତି ଦେବତା ଦେବାନ, ପିତୃ ଯାଆନ୍ତି ପିତୃବ୍ରତା, ଏମାନେ ସବୁ ସକାମ କର୍ମୀ। ଏବଂ ସେମାନେ ଧର୍ମ ଅର୍ଥ କାମ ଏଇଥିରେ ସେମାନେ ତାଙ୍କର ଆଗ୍ରହ ଥାଏ, କିନ୍ତୁ ଭଗବାନ କଥା ଶୁଣିବା ପାଇଁ ସେମାନଙ୍କର ଆଗ୍ରହ ନଥାଏ। ତେଣୁ ସେମାନେ ପିତୃଲୋକକୁ ଯାଆନ୍ତି। ପିତୃଲୋକରେ କାରଣ ପିତୃ ଯାଆନ୍ତି ପିତୃବ୍ରତା, ସେମାନେ ସେଇଠିକି ଯାଆନ୍ତି ପିତୃଲୋକ, ଏବଂ ତାପରେ ସେମାନେ ପୁଣି ପୃଥିବୀ ପୃଷ୍ଠକୁ କ୍ଷିଣେ ପୁଣ୍ୟ ମର୍ତ୍ତ୍ୟ ଲୋକଙ୍କୁ ବିଶନ୍ତି। 12ରୁ 27 ସରି 12ରୁ 27 ଏ 16ଟି ଶ୍ଲୋକରେ ବର୍ଣ୍ଣନା କରାଯିବ କେମିତି by bhakti one can achieve goals of other paths also। ଯୋଉଟା କର୍ମ ମାଧ୍ୟମରେ କର୍ମ କାଣ୍ଡିଆ ଧାରାରେ ଯୋଉଟା ସେମାନେ ପ୍ରାପ୍ତ ହେବେ, ଜ୍ଞାନ କାଣ୍ଡିଆ ଧାରାରେ ଯୋଉମାନେ ପ୍ରାପ୍ତ ହେବେ, ଅଷ୍ଟାଙ୍ଗ ଯୋଗ ମାର୍ଗରେ ଯାହା ପ୍ରାପ୍ତ ହେବେ, ଭକ୍ତିରେ ସବୁ କିଛି ପ୍ରାପ୍ତ ହେବେ। 12ରୁ 27 ଏ 16ଟି ଶ୍ଲୋକରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ହଉଛି କପିଳ ଦେବଙ୍କର ଯୋଉ ଶିକ୍ଷା ଦଉଛନ୍ତି 25ରୁ 33 ଏଇ 22ରୁ 23 ଏ ତିନୋଟି ଶ୍ଲୋକରେ ସେ କନକ୍ଲୁଡ କରିଛନ୍ତି ବା ତାର କନକ୍ଲୁଜନ ଦେଇଛନ୍ତି। ତେଣୁ ଆଜି ଆମେ 23 ନମ୍ବର ଶ୍ଲୋକଟି ପାଠ କରିବା। ହରେ କୃଷ୍ଣ। ଶ୍ଲୋକ 23 ବାସୁଦେବେ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନୟତ୍ୟାସୁ ବୈରାଗ୍ୟମ୍ ଜ୍ଞାନମ୍ ଯଦ୍ ବ୍ରହ୍ମ ଦର୍ଶନମ୍। ହରେ କୃଷ୍ଣ। ଆଉ ଗୋଟେ ଏଇଭଳି ଶ୍ଲୋକ ଆପଣ ଶୁଣିଥିଲେ ଆଗରୁ, ମନେ ଅଛି ଆପଣଙ୍କର? ଏଇଭଳି ଶ୍ଲୋକ ଗୋଟେ ଅଛି, ପ୍ରଥମ ସ୍କନ୍ଧ 2ୟ ଅଧ୍ୟାୟରେ ସୁତ ଗୋସ୍ୱାମୀ କହିଛନ୍ତି ବାସୁଦେବ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନୟତି ଆଶୁ ବୈରାଗ୍ୟମ୍ ଜ୍ଞାନଂ ଯଦ୍ ଅହୈତୁକମ୍। ଏଠି ବ୍ରହ୍ମ ଦର୍ଶନ କୁହାଯାଇ, ସେଠି କୁହାଯାଏ ଅହୈତୁକ। ଜନୟତି ଆଶୁ ବୈରାଗ୍ୟମ୍ ଜ୍ଞାନଂ ଯଦ୍ ତଦ୍ ଅହୈତୁକମ୍। ଏଟା ପ୍ରଥମ ସ୍କନ୍ଧ 2ୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆଜି କପିଳଦେବ ମଧ୍ୟ ଭଗବାନଙ୍କର ଭକ୍ତିରେ କୋଭଳି ଭାବରେ ଆମେ ପ୍ରାପ୍ତ ହବା ସ୍ତର ସେଇଟା କୁହାଯାଇଛି। ତେଣୁ ଏ ଶ୍ଲୋକରେ କପିଳଦେବ କହୁଛନ୍ତି ବାସୁଦେବେ ଭଗବତୀ, ଭଗବାନଙ୍କୁ ବାସୁଦେବ ବୋଲି କୁହାଯାଉଛି। ବାସୁଦେବ ହଉଛନ୍ତି ବସୁଦେବଙ୍କର ପୁତ୍ର ବାସୁଦେବ। ଆମେ ଭଗବତ ଗୀତାରେ ଭଗବାନ କହିଥିଲେ 7ମ ଅଧ୍ୟାୟରେ ବହୁନାମ ଜନ୍ମନାମ ଅନ୍ତେ ଜ୍ଞାନବାନ ମାଂ ପ୍ରପଦ୍ୟତେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ଅନେକ ଜନ୍ମ ବିତି ଯାଉଛି, ଜ୍ଞାନୀ ମାନଙ୍କୁ ଜାଣିବା ପାଇଁ ଅନ୍ତିମ ସତ୍ୟ କିଏ, ସେତେବେଳେ ସେ ଜାଣୁଛନ୍ତି ଅନ୍ତିମ ସତ୍ୟ ହଉଛନ୍ତି ବାସୁଦେବ। ଗୋଟେ ତେଣୁ ସେ ଯୋଉ କହୁଥିଲୁ ଯେ ବାସୁଦେବ ଭଗବତୀ ଭକ୍ତି ଯୋଗ
जनयति आसु वैराग्यं ज्ञानं यत् तद् अहैतुकम्। अहैतुक भाବରେ ସେ ପ୍ରାପ୍ତ ହେବେ ଜ୍ଞାନ। କଥା ଶୁଭୁଛି ଠିକ? ଆଚ୍ଛା ପ୍ରଭୁଜୀ ଶୁଭୁଛି ପ୍ରଭୁଜୀ। ସେଥିପାଇଁ ଗୋଟେ ମଗେଇଲି ଇଏ, ମୋର ଆଉ ଗୋଟେ ଥିଲା, ଆଉ ଇଏରେ ହଉନି ଆପଣଙ୍କର। ଏଥିରେ ସୁବିଧା ଟିକେ ଭଲ ନା? ହଁ ଶୁଭୁଛି ପ୍ରଭୁଜୀ, ଭଲ ସ୍ପଷ୍ଟ ଓହୋ। ଶୁଭୁଛି। ମୋର ଗୋଟେ ଆଉ ଗୋଟେ ଏମିତି ଥିଲା, ମୁଁ ସେଇଟା ଆଉ ଇଏ କରିଦେଲି, ଭୁବନେଶ୍ୱର ନେଇଗଲି। ଆଉ ମୋର ଗୋଟେ ଅଛି ଏଇଟା ୱାୟାରଲେସ୍ଟା ଥିଲା, ମୁଁ କହିଲି ଏଇଟା ତ କାମ ଚଳିବ, କିନ୍ତୁ ଏଇଟା ୱାୟାରଲେସ୍ଟା କାମ କରୁନି। ସେଥିପାଇଁ ୱାୟାର ବାଲା ଗୋଟେ ଆଣିଲି, ଗୋଟେ ମଗେଇଲି ଆଜି। ହଁ, ମୋର ସବୁବେଳେ କ୍ଲାସ୍ ଚାଲିଛି ତ। ଯାଇ ହଉ, ଏ ଯେଉଁ କହୁଛନ୍ତି ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ଭଗବଦ୍ ଗୀତା ସପ୍ତମ ଅଧ୍ୟାୟ ଭଗବାନ କହିଲେ, ବହୁନାମ ଜନ୍ମନାମନ୍ତେ ଜ୍ଞାନବାନ ମାଂ ପ୍ରପଦ୍ୟତେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ହଁ, ଜ୍ଞାନୀମାନେ ଜାଣିପାରନ୍ତି ନାହିଁ ଭଗବାନଙ୍କୁ, ସେମାନେ ଖାଲି ଜାଣନ୍ତି ବ୍ରହ୍ମ, ଅନ୍ତିମ ସତ୍ୟ ହେଉଛି ବ୍ରହ୍ମ। କିନ୍ତୁ ବହୁ ଜନ୍ମ ପରେ ସେମାନେ ଜାଣନ୍ତି ଯେ ଅନ୍ତିମ ସତ୍ୟ ହେଉଛନ୍ତି ଭଗବାନ ବାସୁଦେବ। ତେଣୁ ବାସୁଦେବ ହେଉଛନ୍ତି କିଏ? ଶୁଦ୍ଧ ସତ୍ୱ। ବସୁଦେବ ସ୍ତର ହେଉଛି, ବସୁଦେବଙ୍କ ପୁତ୍ର ହେଉଛନ୍ତି ବାସୁଦେବ। ବସୁଦେବ ସ୍ତରର ଅର୍ଥ ଚତୁର୍ଥ ସ୍କନ୍ଧ ତୃତୀୟ ଅଧ୍ୟାୟରେ କୁହାଯାଇଛି। ବସୁଦେବ ଅର୍ଥ ହେଉଛି ସତ୍ୱଂ ବିଶୁଦ୍ଧମ୍ ବାସୁଦେବ, ବସୁଦେବ ଶବ୍ଦିତମ୍। ବସୁଦେବ ଶବ୍ଦର ଅର୍ଥ ହେଉଛି ବିଶୁଦ୍ଧ ସତ୍ୱ। ଜଣେ ଏଇ ସ୍ତରକୁ ଗଲେ ଭଗବାନଙ୍କୁ ବାସୁଦେବକୁ ପ୍ରାପ୍ତ ହେବେ। ବସୁଦେବ ସ୍ତରକୁ ଜଣେ ଆସିଲେ, ବାସୁଦେବ ତାଙ୍କ ପୁତ୍ର ରୂପରେ ଆସିଲେ ବସୁଦେବଙ୍କର, ବା ଆମେ ଭଗବାନ ପ୍ରାପ୍ତ ହେଇପାରିବା ସେଇ ସ୍ତରକୁ ଗଲେ। ଭଗବଦ୍ ଗୀତାରେ ଭଗବାନ ସେ କଥା କହିଲେ, ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୋଚତି ନ କାଙ୍କ୍ଷତି ସମ ସର୍ବେଷୁ ଭୂତେଷୁ ମଦ୍ଭକ୍ତି ଲଭତେ ପରା। ଇଏ ହେଉଛି ସେଇ ସ୍ତର, ବ୍ରହ୍ମଭୂତ ସ୍ତର। ବ୍ରହ୍ମଭୂତ ସ୍ତରକୁ ଗଲେ ଜଣେ ଭକ୍ତି ପ୍ରାପ୍ତ ହେବ। ଏ ଭୌତିକ ଜଗତର ଭକ୍ତିଟା ଏ ଭୌତିକ ଜଗତର ନୁହଁ। ତେଣୁ ଏଠି କଥା କହୁଛନ୍ତି ଯେ ବାସୁଦେବ ଭଗବତୀ, ବାସୁଦେବ ସେ ହେଉଛନ୍ତି ଭଗବାନ। ବାସୁଦେବ ଭଗବତୀ ପ୍ରୟୋଜିତ ଭକ୍ତି ଯୋଗ, ଭକ୍ତି ଯୋଗ ମାଧ୍ୟମରେ ଆମେ ତାଙ୍କୁ ଜାଣିପାରିବା। ଆଶୁ ଜ୍ଞାନଂ, ସାଙ୍ଗେ ସାଙ୍ଗେ ମାନେ ଖୁବ୍ ଶୀଘ୍ର ସେମାନେ ଜ୍ଞାନ ପ୍ରାପ୍ତ ହେବେ। ଭଗବାନ ଭକ୍ତି କରୁଛନ୍ତି ମାନେ ସେମାନେ ଜ୍ଞାନ ପ୍ରାପ୍ତ ହେବେ। ଭଗବଦ୍ ଗୀତାରେ ଭଗବାନ କହୁଛନ୍ତି ମୁଁ ତାଙ୍କୁ ଜ୍ଞାନ ପ୍ରଦାନ କରେ, ବିଭିନ୍ନ ସ୍ଥାନରେ କହିଛନ୍ତି। ବିଶେଷ ଭାବରେ ଦଶମ ଅଧ୍ୟାୟରେ, ଯେ ତେଷାମେବା ଅନୁକମ୍ପାର୍ଥମ୍ ଅହମ୍ ଅଜ୍ଞାନଜଂ ତମଃ ନାଶୟାମି ଆତ୍ମଭାବସ୍ତୁ ଜ୍ଞାନ ଦୀପେନ ଭାସ୍ୱତା। ଏ ଗୀତାର ସାର, 4ଟି ଶ୍ଲୋକରେ ଗୀତା ସାର କହିଲେ, ତା ଦେହରୁ ଏଇଟା ଗୋଟେ ରହିଛି, ଏ ଶ୍ଲୋକଟି। ତାଙ୍କର ଯେଉଁ ଅଜ୍ଞାନ ଥାଏ ବା ଅନ୍ଧକାର ଥାଏ, ତାକୁ ଦୂର କରିଦିଅନ୍ତି ଭଗବାନ। ଜ୍ଞାନ ରୂପକ ଆଲୋକ ଜାଳି ଦିଅନ୍ତି ତାଙ୍କ ହୃଦୟ ଭିତରେ ଭଗବାନ। ଜନୟତି ଆଶୁ, ତେଣୁ ଏଠି କହୁଛନ୍ତି ଭକ୍ତି ଯୋଗ ପ୍ରୟୋଜିତ ଆଶୁ ଜ୍ଞାନଂ ଯଦ୍ ବ୍ରହ୍ମ ଦର୍ଶନମ୍। ଭଗବାନ ସେ ଜ୍ଞାନ ଦେବେ, ଯାହାଫଳରେ କି ଆମେ ଭଗବାନ ଦର୍ଶନ କରିପାରିବା, ବ୍ରହ୍ମ ଦର୍ଶନ। ଏବଂ ବୈରାଗ୍ୟଂ ଚ, ବୈରାଗ୍ୟ ମଧ୍ୟ ପ୍ରାପ୍ତ ହେବେ। ଖାଲି ଜଣଙ୍କର ଜ୍ଞାନ ଆସୁଛି, ବୈରାଗ୍ୟ ଆସୁନାହିଁ ମାନେ ସେ ଭକ୍ତି କରିନାହାନ୍ତି, ପ୍ରକୃତ ଭକ୍ତି କରିପାରୁନାହାନ୍ତି। ସେ ଆମର ଦଶମ ନମ୍ବର ଅପରାଧ ହେଉଛି ସେଇଟା।
ଭୌତିକ ଆସକ୍ତି ବଜାୟ ରଖିବା, ବୈରାଗ୍ୟ ଆସିଲା ନାହିଁ ଆମର। ତେଣୁ ଭଗବାନ ଭକ୍ତି କରୁଛେ ମାନେ ଜ୍ଞାନ ଏବଂ ବୈରାଗ୍ୟ ଦୁଇଟା ଆସିବ। ପଦ୍ମ ପୁରାଣ ବର୍ଣ୍ଣନା କରାଯାଇଛି। ମୁଁ ଏଥର କହିଥିଲି, ନାରଦ ମୁନି ଥରେ ବିଚରଣ କରୁଥିଲା ବୃନ୍ଦାବନରେ ଗୋଟେ ତରୁଣୀ କ୍ରନ୍ଦନ କରୁଥିଲେ। ତାଙ୍କ ପାଖରେ 2 ଜଣ ବୃଦ୍ଧ ବ୍ୟକ୍ତି ଶୟନ କରିଥିଲେ। ତ ନାରଦ ମୁନି ପଚାରିଲେ, ଆପଣ କିଏ, କାହିଁକି କ୍ରନ୍ଦନ କରୁଛନ୍ତି, ଏ 2 ଜଣ ବ୍ୟକ୍ତି କିଏ? ତେଣୁ ସେ କହିଲେ, ମୁଁ ହେଉଛି ଭକ୍ତି ଦେବୀ। ଭକ୍ତି ଦେବୀ ମୋର, ମୁଁ କେଉଁଠୁ ଦ୍ରାବିଡ଼ ଦେଶରେ ମୋର ଉତ୍ପତ୍ତି ହେଇଥିଲା ଏବଂ କର୍ଣ୍ଣାଟକରେ ମୁଁ ବୁଦ୍ଧିପ୍ରାପ୍ତ ହେଲି ଏବଂ ମହାରାଷ୍ଟ୍ରରେ ବୁଦ୍ଧିପ୍ରାପ୍ତ ହେଲି, କିନ୍ତୁ ଗୁଜୁରାଟରେ ମୁଁ ଜରାଜୀର୍ଣ୍ଣ ହେଇଗଲି, ବୃଦ୍ଧା ହେଇଗଲି। ଆଉ ମୁଁ ଯେତେବେଳେ ବୃନ୍ଦାବନକୁ ଆସୁଛି ମୁଁ ପୁଣି ତରୁଣୀ ଅବସ୍ଥା ପ୍ରାପ୍ତ ହେଲି। ଆଉ ଏ 2 ଜଣ ବ୍ୟକ୍ତି ହେଉଛନ୍ତି ମୋର ପୁତ୍ର, ଜ୍ଞାନ ଏବଂ ବୈରାଗ୍ୟ। ଜ୍ଞାନ ଏବଂ ବୈରାଗ୍ୟ। ତେଣୁ ନାରଦ ମୁନି କହିଲେ, ମୁଁ ତାଙ୍କୁ ପୁଣି ଯୁବକ କରିଦେବି। ମୁଁ ଭଗବାନ ଭକ୍ତ, ତାଙ୍କୁ ବ୍ୟବସ୍ଥା କରିଦେବି କହିକିରି ସବୁ ବେଦ ଉପନିଷଦ ଇତ୍ୟାଦି ପୁରାଣ ଇତ୍ୟାଦି ପାଠ କଲେ। କିନ୍ତୁ ସେ କିଛି ହେଲାନି, ତାଙ୍କ ଉପରେ କିଛି ପ୍ରଭାବ ପଡ଼ିଲା ନାହିଁ। ସେଇ ବୃଦ୍ଧ ହେଇକି ରହିଲେ, ବାଲି ଟିକେ ଖାଲି କଡ଼ରେ ଉଠେଇଲେ। ତେଣୁ ସେ ବ୍ୟସ୍ତ ହେଇକିରି ସେ ଚିନ୍ତା କରୁଛନ୍ତି। ସେଇ ସମୟ ତାଙ୍କୁ ଆକାଶବାଣୀ ହେଲା, ତମେ ସତ୍କର୍ମ କର। ସତ୍କର୍ମ କ'ଣ ନା ତମେ ବୁଝ କ'ଣ ସତ୍କର୍ମ। ସତ୍କର୍ମ କ'ଣ ଜାଣିବା ପାଇଁ ସେ ବିଚରଣ କରୁଥିଲା ବେଳେ ସେଇ ସମୟରେ ବଦ୍ରିନାଥରେ ତାଙ୍କର ଦେଖାହେଲା ତାଙ୍କର ବଡ଼ ଭାଇ 4 କୁମାର, ସନକ ସନାତନ ସନନ୍ଦନ ସନତ କୁମାର। ଏ ବ୍ରହ୍ମାଙ୍କର ପ୍ରଥମ ପୁତ୍ର। ଆମେ ଶୁଣୁଥିଲେ ନା ଏଇଟା, ପୂର୍ବରୁ ବର୍ଣ୍ଣନା କରାଯାଇଛି 3ୟ ସ୍କନ୍ଧରେ। ତେଣୁ ତାପରେ ସେ କହିଲେ ସତ୍କର୍ମ ହେଉଛି ଭାଗବତ। ଦେଖନ୍ତୁ ଭାଗବତ ଶାସ୍ତ୍ର ମହିମା କେତେ କ'ଣ ରହିଛି। ବିଭିନ୍ନ ପୁରାଣରେ ଭାଗବତ ଶାସ୍ତ୍ରର ମହିମା ସବୁ ବର୍ଣ୍ଣନା କରାଯାଇଛି, ବିଭିନ୍ନ ପୁରାଣରେ। ଭାଗବତ ଶାସ୍ତ୍ରରେ ମଧ୍ୟ ଭାଗବତର ମାହାତ୍ମ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ କହିବାରୁ ହରିଦ୍ୱାରରେ 4 କୁମାର ଭଗବାନ କଥା କହିବା ପାଇଁ ଆରମ୍ଭ କଲେ। ଭାଗବତ କଥା, ଭାଗବତ ମାହାତ୍ମ୍ୟରେ ଏଇଟା ବର୍ଣ୍ଣନା କରାଯାଇଛି। କ'ଣ ନା ସେ ଯେଉଁ ରହିଛନ୍ତି ଗୋକର୍ଣ୍ଣ ଉପାଖ୍ୟାନ, ଗୋକର୍ଣ୍ଣ ଏଇ କଥାଟି କହିଲେ। ଏବଂ ଏଇ କଥା ଯେତେବେଳେ କହୁଥିଲେ, ସେଠି ଯାଇକିରି ଭକ୍ତି ଦେବୀ ଯାଇଠି ସେ ପହଞ୍ଚିଲେ ଏବଂ ତାଙ୍କ ପୁତ୍ର 2 ଜଣଙ୍କ ସହିତ ପହଞ୍ଚିଲେ। ତେଣୁ ଭାଗବତ ଯେତେବେଳେ କହିବା ଆରମ୍ଭ କଲେ, ସେତେବେଳେ ସେମାନେ ତାଙ୍କ ପୁତ୍ର 2 ଜଣ ମଧ୍ୟ ହେଇଗଲେ, ଯୁବକ ହେଇଗଲେ। ଏସବୁ କଥା ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି। ଭାଗବତ ମାହାତ୍ମ୍ୟ ଏଭଳି ରହିଛି। ଭାଗବତ ଶାସ୍ତ୍ର ଆମେ କହିଥିଲେ, ଭାଗବତ ଶାସ୍ତ୍ର ଏତେ ଶାସ୍ତ୍ର ରଚନା କରିକି ମଧ୍ୟ ବ୍ୟାସଦେବ ଶାନ୍ତି ପ୍ରାପ୍ତ ହେଇପାରୁନଥିଲେ। ତେଣୁ ଯେତେବେଳେ ଏଇ ଅଧ୍ୟୟନ କଲେ, ଏଇ ଯେଉଁ ଭାଗବତ ଶାସ୍ତ୍ର ରଚନା କଲେ, ସେତେବେଳେ ସେ ଶାନ୍ତି ପ୍ରାପ୍ତ ହେଲେ। ଇଏ ହେଉଛି ଭଗବାନଙ୍କ ଯଦି ଭକ୍ତି କରୁଛନ୍ତି ମାନେ ସେ ଜ୍ଞାନ ଏବଂ ବୈରାଗ୍ୟ ଜନୟତି, ଆସି ପହଞ୍ଚିବ ତାଙ୍କ ପାଖରେ ଜ୍ଞାନ ଏବଂ ବୈରାଗ୍ୟ। ତେଣୁ ପ୍ରକୃତ ଭକ୍ତି ହେଉଛି ଜ୍ଞାନ କର୍ମାଦି ଅନାବୃତମ। ଅନ୍ୟାଭିଳାଷିତ ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତମ ଆନୁକୂଲ୍ୟନ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମା। ଇଏ ହେଉଛି ଶ୍ରେଷ୍ଠ ଭକ୍ତି। ଆମ ଭକ୍ତିର ସମୁଦ୍ର ବର୍ଣ୍ଣନା କରାଯାଇଛି। ତେଣୁ ଜଣେ ଭକ୍ତି କରୁଛନ୍ତି ମାନେ ଏଇ 2ଟି ଜିନିଷ ଆସିବ ତାଙ୍କ ପାଖରେ, ଜ୍ଞାନ ଏବଂ ବୈରାଗ୍ୟ। ତେଣୁ ଏ ଶ୍ଲୋକରେ ଶିଳ ପ୍ରଭୁପାଦ ମହାରାଜ କହୁଛନ୍ତି, ଇଟ୍ ଇଜ୍ ସେଡ୍ ବାଇ ଲେସ୍ ଇଣ୍ଟେଲିଜେଣ୍ଟ ମ୍ୟାନ୍ that bhakti yoga or devotional service is meant for persons who are not advanced in transcendental knowledge and renunciation. ଭକ୍ତି ଯୋଗ ସେଇମାନଙ୍କ ପାଇଁ ଉଦ୍ଦିଷ୍ଟ, ଅଳ୍ପ ବୁଦ୍ଧିମାନ ବ୍ୟକ୍ତିମାନଙ୍କ ପାଇଁ, ଯେଉଁମାନଙ୍କର ଏ ଆଧ୍ୟାତ୍ମିକ ମାର୍ଗରେ ବେଶୀ ଅଗ୍ରଗତି କରିନାହାନ୍ତି ଏବଂ ସେମାନେ ଜ୍ଞାନ ଏବଂ ବୈରାଗ୍ୟ ପ୍ରାପ୍ତ ହେଇନାହାନ୍ତି, ସେମାନେ ଭକ୍ତି କରିବେ। But the fact is that if one engages in the devotional service of the Lord in full Krishna consciousness, he doesn't have to attempt separately to practice
detachment or to wait for an awakening of transcendental knowledge? किंतु प्रकृतरे जने भक्ति करछि माने से सब प्राप्त हबो, ज्ञान और वैराग्य प्राप्त हेबे, भगवान प्रदान करबे सेटा। It is said that one who engages unflinchingly in the devotional service of the Lord actually has all the good qualities of the demigods develop in him automatically. पंचम स्कंद 18 अध्याय एटा वर्णना करा जायछि। एटा कहउसंती प्रहलाद कहउसंती जनकर भक्ति कर हरिवर्ष पंचम स्कंद आपण देखिबा आमर रहिछि भूगोल ए वैदिक भूगोल ये सब रही आम जो रही तार आम जो जोग्राफी पढ़ुचे मॉडर्न जोग्राफी से प्रकृत ज्ञान नुह पूर्ण ज्ञान आम प्राप्त हो पारना मॉडर्न जोग्राफी कि वैदिक जो रही आम स्थान ये गोटे रही स्थान कौट कौन सब रही वेदरे ये सब वर्णना कर पंचम स्कंधर से सब आसो यहाँ वैदिक भूगोल बोली कह वैदिक जोग्राफी आम जो रहीचे यहाँ हूँ ये जो भूमंडल भूमंडल आमर जो रही 7टी द्वीप रही एवं 7टी सागर रही तेणु ये जो 7टी द्वीप रही मझे जो द्वीपटी रही से द्वीपटी हूँ जम्बू द्वीप आम जम्बू द्वीपवासी ये जम्बू द्वीप 9टी वर्ष रही आम रहीचे भारत भारत वर्ष सब दक्षिण रे स्थान टी भारत वर्ष ये भारत वर्ष 9टी खंड रही आम गोटे खंड रहीचे ये खंडटी हूँ पृथ्वी एशिया यूरोप अमेरिका ऑस्ट्रेलिया जहाँ सब रही 7टी महादेश रही ये हूँ भारत वर्षर गोटे खंड ये हूँ जोग्राफी वैदिक जोग्राफी पंचम स्कंध से वर्णना करा तेणु ये जो रही कहीं कथा कहला हाँ प्रभुपाद महाराज जो कहते जे हाँ यहाँ पंचम हरिवर्ष गोटे रही ये जो जम्बू द्वीप आम रहीचे जम्बू द्वीप मझे रहा इलावृत वर्ष इलावृत वर्ष शिवजी भगवान शंकरषणकर आराधना कर एवं तार दक्षिण को रहा हरिवर्ष जो प्रहलाद महाराज भगवान नृसिंहदेव आराधना कर श्लोकटी कहते प्रहलाद महाराज जस्ति भक्तिर भगवती अकिंचन सर्वे गुण तत्र समास्त सुरा हरव अभक्त कुतो महद्गुणा मनोरथना सती धावत बही जने भगवान भक्ति कर पाखे सब गुण आसी पहुँचे भल गुण देवता मान भल गुण आसी पहुँचो एवं जने भगवान भक्ति करूना माने तार कौन महत् गुण भल गुण कौन अच्छी से भौतिक जगत घूरी बुलूं प्रभुपाद महाभारत यहाँ कहते तेणु आम 26 नंबर श्लोकटी पाठ करवा हरे कृष्ण हरे दंडवत प्रणाम प्रभु जी। श्लोक संख्या 26 ज्ञानमात्रं परं ब्रह्म परमात्मेश्वरः पुमान् दृश्यादिभिः पृथक् भावैर्भगवानेक ईयते। हरे कृष्ण। एटा मु कते कहली 26 हाँ 26 26 अच्छा हाँ 26 रे हाँ ज्ञान मात्रं परम ब्रह्म परमात्मा ईश्वर पुमान
दृश्यादि भी पृथक भाव एक भगवान इयते। आर अर्थ होची कहगला ना जनयति आशु वैराग्यम ज्ञान जद ब्रह्म दर्शनम। तेणु ये से ज्ञान ज्ञान हूँ कौन ना परम ब्रह्म। बहुत ज्ञान भौतिक जगत अच्छी 13 अध्याय भगवान ज्ञान विषय कहले भगवत गीता रे 8 रु 12 5 श्लोक रे प्रथम कौन कहले ज्ञान प्रथम ज्ञान हूँ से अध्याय अमानित्यम अमानित 5 श्लोक सब ज्ञान देदेले एवं तापर कहले एक ज्ञान व्यक्ति प्रोक्तम अज्ञान जरूरत अन्यथा ये सब ज्ञान आउ जहाँ रहा सब अज्ञान अर्थात तार जदि विपरीत कथा सब अमानित्व यहाँ हूँ ज्ञान मानित्व हूँ अज्ञान ये भाव तेणु जो ज्ञान देले ये हूँ ज्ञान विभिन्न प्रकार ज्ञान रही श्रेष्ठ ज्ञान कौटा ज्ञान भितर श्रेष्ठ कौटा श्रेष्ठ ज्ञान कहार भगवत गीता भगवान कहले अध्यात्म विद्या विद्यान केते प्रकार डिपार्टमेंट अच्छा आपण मैंने सब विभिन्न प्रकार सब पढ़ी सब किए साइंस किए ये सब विभिन्न प्रकार टेक्नोलॉजी सब ये करते ज्ञान रही भौतिक जगत भक्तिविनोद ठाकुर कहले ये हूँ मायार वैभव जड़ विद्या जत मायार वैभव तुम्हारे भजन बाधा कितने प्रकार ज्ञान किंतु जिते प्रकार ज्ञान व विद्या रही सब विद्या श्रेष्ठ विद्या हूँ अध्यात्म विद्या विज्ञान आत्मा संबंधी ज्ञान हूँ श्रेष्ठ ज्ञान। तेणु ये ज्ञान माध्यम आम अंतिम स्तर प्राप्त हवा सेटा हूँ ब्रह्म परम ब्रह्म भगवान। अर्जुन प्रार्थना कले परम ब्रह्म परम धाम पवित्रम परम भगवान परम ब्रह्म भगवान होती परम ब्रह्म। तेणु सी होती परमात्मा ब्रह्म विस्तार होती परमात्मा ब्रह्मर नेक्स्ट अनुभूति हूँ परमात्मा अनुभूति परमात्मा रूप भगवान सबुठारे विद्यमान अच्छा एवं सी होती ईश्वर सी होती नियंत्रणकारी ईश्वर एवं पुमान दृश्यादि भी पृथक भावी एक भगवान यते से एक भगवान भगवान एक किंतु सी यही पृथक भाव 3 प्रकार भाव अनुभूत हुंती पृथक भावी एक भगवान यते दृश्यादि भी दृश्यादि भी कहले कह जाऊँ जीव शरीर शरीर विषय एवं इंद्रिय आदि अनेक रूपों में प्रतीत होते तांकर विस्तार होती जीव माने एवं केते प्रकार शरीर रही एवं इंद्रिया सब रही 11 प्रकार इंद्रिय रही। तेणु प्रभुपाद महाराज कहते अकॉर्डिंग टू जीव गोस्वामी दृश्य मीन्स ज्ञान फिलोसॉफिकल रिसर्च दृश्य अर्थ हूँ ज्ञान बा फिलोसॉफिकल जो गवेषणा सब कर फिलोसॉफी by different processes of philosophical research under different concepts such as the process of jnana yoga the same Bhagavan or supreme personality of Godhead is understood as impersonal Brahman। ज्ञान माध्यम जड़े से जान जिते प्रकार फिलोसफी रही जिते प्रकार दर्शन रही दर्शन माध्यम से जान
ये होती ब्रह्मन ज्योति ब्रह्मन कहे ज्योति. Similarly, by the eightfold yoga system, जो आम शुणिले सांख्य योग ए सब तीनोटी कथा रही. गोटे हूँ सांख्य योग, गोटे हूँ जो रही हठ योग बा अष्टांग योग, आ गोटे हूँ भक्ति. तीनोटी विषय वर्णना कर गोटे श्लोक आम कहगला आम तो कही तीनोटी कथा रही एवं 9टी अध्याय वर्णना कर श्लोकटी आम कही ये हूँ सीड वर्स मूल वर्ष. तेणु ये जो ज्ञान रही 8फोल्ड योग सिस्टम माध्यम परमात्मा समस्त हृदय भीतर परमात्मा रूप रही अणु परमाणु परमात्मा रूप रही सी. But in pure Krishna consciousness or knowledge and purity, when one tries to understand the absolute truth, one realizes him as the supreme person. किंतु ये कृष्ण चेतना भक्ति मार्ग में आम जापर सी हूँ भगवान. भगवान जाना तो सहज कथा नुह. भगवान अंतिम अनुभूति हूँ भगवत अनुभूति. भगवत अनुभूति. 27 नंबर श्लोक पाठ करवा. एतावान्नेव योगेन समग्रे हेन योगिनः जिज्यते विमतो ह्यार्थो जद असंगस्तु कृष्णसः. इह जत कृष्णस्य असंग योगिन योगेन समग्रेण एतावान एव अभिमत अर्थ पूज्यते. ये हूँ अंतिम ज्ञान. एतावान एतावान एव अभिमत अर्थ पूज्यते युज्यते. ये हूँ चतुर्श्लोकी भागवत आप शुणुले लास्ट श्लोकटा हूँ यहाँ. एतावदेव जिज्ञासं तत्व जिज्ञासनातना अन्य व्यतिरेकाभ्याम जत सैद सर्वत्र सर्वदा. ये हूँ श्रेष्ठ आउपर किसी ना. तेणु यह जत कृष्ण से संपूर्ण संसार में आसक्ति का हो जाना यही योगियों के योग के सभी प्रकार के योग साधनों का एकमात्र अभिष्ट मूल है. संसार में यार ओडियाटा पढ़ले श्लोकर. हरे कृष्ण. योगीଙ୍କ पक्षरे साधारणतः महान कथा ହେଉଛି संपूर्ण रूपे भौतिक आसक्ति त्याग. यह प्रकार योगाभ्यास द्वारा मिली पारे. से 10 नंबर अपराध आसक्ति जो रही केमिति वैराग्य आसब. भौतिक आसक्ति रु बजाय रखाटा केमी भौतिक आसक्ति जन मुक्त हो पार. भक्ति कले भौतिक आसक्ति रु मुक्त हम. आम पढ़ी तृतीय स्कंद 25 अध्याय भगवान कहले आसक्ति हूँ एभली तो काटी हम ना. कौन से श्लोक तृतीय स्कंद 25 अध्याय यहाँ कहले प्रसंगम अजरंग पास. आसक्ति अजर जरा हम नहीं. आत्मन कवय विदु जो मैंने आत्मा संबंधी ज्ञान जानी से यहाँ जानी किंतु आसक्ति केमती काटी हम सएव साधु सुकृत मुख्य द्वार अपावृतम. साधु को जदि आम से आसक्ति लगेदेवा ताहले आम मोक्ष द्वार प्राप्त हो मोक्ष द्वार उन्मुक्त हो मोक्ष द्वार उन्मुक्त हो मोक्ष द्वार अपावृतम. तेणुक माँ चिंता करमी जाना साधु किए. तेणु भगवान साधुर संज्ञा देले. दुई प्रकार संज्ञा गोटे गौण संज्ञा गोटे मुख्य संज्ञा. ये साधु
ତେଣୁ ଇଏ ଆମେ କେମିତି ବୈରାଗ୍ୟ ଆସିବ, ଭୌତିକ ଜଗତ ଜଗତ ଭୌତିକ ଆସକ୍ତି କେମିତି ମୁକ୍ତ ହେଇପାରିବା? କେମିତି ମୁକ୍ତ ହେଇପାରିବା? ନା ଏଇ ଆସକ୍ତି ଯଦି ଭଗବାନ ପ୍ରତି ବା ଭଗବାନ ଭକ୍ତଙ୍କ ପ୍ରତି ଆସିବ, ତାହେଲେ ଏଇ ଆସକ୍ତିରୁ ମୁକ୍ତ ହେବା। ଭଗବଦ ଗୀତା 2ୟ ଅଧ୍ୟାୟ ଭଗବାନ କହିଲେ ରସଭର୍ଜଂ ରସପିୟସ୍ୟ ପରମ ଦୁଷ୍ଟା ନିବର୍ତ୍ତତେ। ये आसक्ति गोटे उन्नत ये हूँ भक्ति। 7ମ अध्याय आरंभ में भगवान कहले प्रथम श्लोकटी हूँ से आसक्ति। मयासक्त मना पार्थ जोगं जुंजन मदाश्रय असंशय समग्र मांग यथा ज्ञान आसक्ति तब शुणु। भगवान प्रति आसक्ति केमी आसो? भगवान प्रति आसक्ति ना भगवान भक्तों प्रति आसक्ति माध्यम भगवान प्रति आसक्ति आसो। तेणु ये भगवान प्रति आसक्ति न आसा पर्यंत आमर भौतिक आसक्ति त्याग कर पारिबा नहीं। कथा कहगला इह जत्कृष्ण से असंग जोगिन यही भाव असंग कहले मुक्त मुक्त हवा संगरु मुक्त हवा संग त्याग हो पार जोगिन जोगेन समग्रेण एतावैन अभिमत अर्थ युज्यते। एतिक पर्यंत आम जाना वैराग्य जन प्राप्त हम समग्रेण भौतिक जगत प्रति केमी आम भौतिक जगत उद्धार पाइबा जदि आमर भौतिक जगत प्रति आसक्ति अच्छी आसक्ति पुणी परजन्म प्राप्त हवा रही से आसक्ति चिंता कर सूक्ष्म 3 प्रकार स्तर आमर अच्छी। गोटे हूँ जागृत स्तर, गोटे हूँ स्वप्न स्तर, गोटे हूँ पूर्ण गभीर निद्रा स्तर, जागृत सुप्त सुसुप्त तीनोटी स्तर रही। जागृत भाव में गोटे इटा चिंता करवा नहीं, आलोचना करवा नहीं, किंतु मन रही सूक्ष्म भाव रही से मन तेणु सी कौन कहती बासना कह बासना। आम हे तो निज जो रही कामना सब रही कंट्रोल कर दे पारिबा जबरदस्ती किंतु से बासनाटा को आम कंट्रोल ये कर नहीं, बासना को कंट्रोल कर नहीं। बासनाटा केमी कंट्रोल हम ना जड़े जो गोटे उन्नतर स्वाद प्राप्त हम ए निम्नतर स्वाद से मुक्त हो पार ना नहीं। तेणु असंग तो कृष्ण से भौतिक असंग शास्त्र दृढ़ निश्चित भगवदगीता 15 अध्याय भगवान कहले को अनादिकाल न रूपम से यह तथोपलभ्यते ना तो न चादि न तो संप्रतिष्ठा अश्वत्थ मेनं सविरूढ़ मूलम असंग शास्त्र दृढ़ निश्चित को अनादिकाल एवं अंत मध्य ना अनंत काल पर्यटन चली यहाँ कर्म बंधन गोटे पर गोटे पर गोटे पर गोटे चली तेणु असंग शास्त्र दृढ़ निश्चित असंग रूपक शास्त्र आगु दृढ़ भाव छेदन करा पड़ो। असंग शास्त्र हूँ भगवान प्रति जदि आसक्ति आसला भौतिक जगत आसक्ति मुक्त हवा कहीं लोक मैंने ये जो रही अंध अभ्यास सब रही निशा द्रव्य इत्यादि सब रही छाड़ी पार ना छाड़ी पार ना। यहाँ प्रथम भगवद गीता 3य अध्याय अर्जुन पचार से प्रश्न कहीं लोक मैंने कहते जो कहले 3य अध्याय भगवान तो कहते कौन ना अस्य परिबंधी नौ ये त्याग कर कौन इंद्रिय इंद्रिय स्वार्थे राग दोष व्यवस्थित हो तयोर्न वसुमागछत ये से परिपंथी नौ 3य अध्याय भगवान कहले इंद्रिय इंद्रिय स्वार्थे इंद्रिय से इंद्रिय स्वार्थे राग द्वेष व्यवस्थित हो एभली भगवान देइछन्ति इंद्रिय मान सब देइछन्ति इंद्रिय अर्थ सब देइछन्ति आम ये चाहूँ से चाहूने राग द्वेष तयन बसम आगछते से इंद्रिय माने आमर
କଣ୍ଟ୍ରୋଲରେ ଆସିପାରୁନାହାନ୍ତି, ଇଏ ସେ ପରିପନ୍ଥୀ ନଉ ଆମ ବିପରୀତ ଭାବରେ କାର୍ଯ୍ୟ କରୁଛନ୍ତି। ତେଣୁ ଅର୍ଜୁନ ପ୍ରଶ୍ନ ପଚାରିଲେ ତୃତୀୟ ଅଧ୍ୟାୟରେ ଭଗବତ ଗୀତାରେ, ଅଥ କେନ ପ୍ରଯୁକ୍ତ ପାପଂ ଚରନ୍ତି ପୁରୁଷ ଅନିଚ୍ଛନ୍ନ ବିବାର୍ଷ୍ଣେୟ ବଳାଦିବ ନିୟୋଜିତ। କାହିଁକି ଲୋକମାନେ ଏଇଭଳି ଭାବରେ କାର୍ଯ୍ୟ କରୁଛନ୍ତି? ପାପ କାର୍ଯ୍ୟ ନ ଚାହିଁଲେ ମଧ୍ୟ କରୁଛନ୍ତି ସେମାନେ। ବଳାଦିବ ନିୟୋଜିତ, ଯେମିତି ତାଙ୍କୁ କି ବଳ ଜବରଦସ୍ତି ତାଙ୍କୁ ସେଥିରେ ନିୟୋଜିତ କରୁଛନ୍ତି। ତୃତୀୟ ଅଧ୍ୟାୟରେ ପ୍ରଶ୍ନଟି ପଚାରିଥିଲେ ଭଗବାନଙ୍କୁ ଅର୍ଜୁନ। ଭଗବାନ ସବୁ ତାର ଉତ୍ତର ଦେଇକିରି କଥା କହିଥିଲେ। କାହିଁକି? ଏହାର କାରଣ ହେଉଛି କ'ଣ? କ'ଣ କାରଣ? କାହିଁକି ଜଣେ ପାପ କାର୍ଯ୍ୟ କରୁଛନ୍ତି ନ ଚାହିଁଲେ ମଧ୍ୟ? କାମନା କାମନା କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ। ଏଇଭଳିଆ ମହାସନ ମହାପାପ ମହା ବିଧି ଏନ ଏ ବୈରିଣ। କେମିତି ଭଗବାନ କହିଲେ କେମିତି ଆଜି ମୁକ୍ତ ହେଇପାରିବା? ସେଇ ତୃତୀୟ ଅଧ୍ୟାୟରେ କହିଲେ, ଲାଷ୍ଟକୁ କହିଲେ, ତୃତୀୟ ଅଧ୍ୟାୟ ଲାଷ୍ଟ ଶ୍ଲୋକଟା କେତେ? 43 ନା କେତେ? ଲାଷ୍ଟ ଶ୍ଲୋକ ସେଟା କହିଲେ, ଏବଂ ବୁଦ୍ଧେ ବୁଦ୍ଧିମାନ ଏବଂ ବୁଦ୍ଧ୍ୟା କ'ଣ ଜୟଶତ୍ରୁ ମହାବାହୋ एवं बुद्धिया बुद्धिमान जय शत्रु महाबाहो काम रूपम दुरासदम एवं बुद्धि एवं बुद्धिया ये आपण बुद्धि को भगवान सहित युक्त करिबा बुद्धिमान एवं बुद्धि सेटा होची एवं बुद्धि परम बुद्ध्वा। हाँ परम बुद्धा होची भगवान आत्मात्मन। हाँ परम बुद्धि भगवान परम बुद्धि। हरि 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 एवं बुद्धिया बुद्धिमान परम बुद्धिया तापर जही शत्रु महाबाहु दुरासन। एवं बुद्धि परम बुद्ध संस्तभ्य आत्मना आत्मना संस्तभ्य आत्मना संस्तभ्य कहले आम कंट्रोल करि परिबा नहीं निज चेष्टा रे। आत्मना आत्मना मन द्वारा इंद्रिय मान को बुद्धि द्वारा इंद्रिय मान को कंट्रोल करिबा संस्तभ्य आत्मना एवं बुद्धिया यही बुद्धि भगवान देवे। भगवान यही बुद्धि प्रदान कर भगवान सहित युक्त हेले आम से बुद्धिटा प्राप्त हवा। एवं बुद्धिया बुद्धिमान संस्तभ्यात्मना इंद्रिय मान दमन करते सहज कथा नुह। इंद्रिय मान बस होमें कौ अनादि काल घूरी बुलचे एवं अनंत काल पर्यटन घूरी बुलुवा उद्धार पाई ना। एवं बुद्धि परम बुद्धा एवं श्रेष्ठ बुद्धि संस्तभ्यात्मना ये बुद्धि ददामी बुद्धि योगं तम 10वें अध्याय भगवान कहले ना। एवं सतत युक्तानां भजतां प्रीतिपूर्वकं ददामी बुद्धि योगं तम येन माम उपजानन्ति ते। भगवान से बुद्धि प्रदान करिवे जहाँ फल कि आम भौतिक जगत उद्धार पाई ना रही चेतना रे अवचेतन सबकनसीयस स्टेज रही कनसीयस अनकनसीयस सबकनसीयस रही चेतना। तेणु मृत्यु समय कौ चेतनाटा हम यज्ञ भावी स्मरण भाव त्यजंते कलेवरम तम तेम कौंत सदा तद भाव भावित। अष्टम अध्याय भगवान कहले मृत्यु समय आ ठीक भाव चिंता करें अवचेतन स्तर कह गले हम से पूर्ण चेतना स्तर नुह। तेणु रही बासनाटा रही तेणु गत जन्म बासना अनुसार आम जन्म प्राप्त होइचे। तेणु यही भाव में पुणी रहा बासनाटा काटिया बड़ कष्ट बासनाटा ये हूँ भक्ति जो करुचे माने ये सब नष्ट हो तीनोटी आम रही ना। भक्तिर जो फल रही भक्तिर सामदृष्टि वर्णना कर प्रथम फल हूँ क्लेशाग्नि क्लेश को सब दूर करदेव। जड़े क्लेश कहीं प्राप्त होती तीनोटी कारण कौन कौन क्लेशर कारण कौन गोटे हूँ पाप गोटे पाप बीज
ଗୋଟେ ହେଉଛି ଅବିଦ୍ୟା, ପାପ ବୀଜ, ଏଟା ହେଉଛି ବାସନା। ପାପ ବୀଜ, ପାପ ବିଭିନ୍ନ ପ୍ରକାର ସ୍ତର ରହିଛି, ପ୍ରାରବ୍ଧ ଅପ୍ରାରବ୍ଧ ଇତ୍ୟାଦି ସ୍ତର ସବୁ ରହିଛି। ଏବଂ ଅବିଦ୍ୟା, ଆମେ ଶୁଣୁଥିଲେ 5 ପ୍ରକାର ଅବିଦ୍ୟା ରହିଛି। ଏବଂ ଆଉ ଗୋଟେ ହେଉଛି ମିଶ୍ର କ୍ରୋଧ ଆଉ ମୋହ, ମହାମୋହ। ଇଏ ହେଉଛି ଅବିଦ୍ୟା। ଆଜ୍ଞା। ଏସବୁ ଭକ୍ତି କଲା ମାନେ ଏସବୁ କଟିଯିବ। ପାପ, ପାପ ବୀଜ ଏବଂ ଅବିଦ୍ୟା, ଅବିଦ୍ୟା ପାପ ବୀଜ ରହିଛି। କଟିଯିବ ପ୍ରଭୁ। ପାପର ପୁଣି ବିଭିନ୍ନ ପ୍ରକାର ସ୍ତର ରହିଛି, ପ୍ରାରବ୍ଧ ଅପ୍ରାରବ୍ଧ। ଆମେ ଯୋଉଟା ପ୍ରାପ୍ତ ହଉଛେ ଇଏ ପ୍ରାରବ୍ଧ, ପ୍ରାରବ୍ଧ କର୍ମ ଆମର ପ୍ରାପ୍ତ ହଉଛେ। ଏବଂ ପୁଣି ସଞ୍ଚିତ ହେଇକି ରହି ସେଇଟା ଅପ୍ରାରବ୍ଧ, ଭବିଷ୍ୟତରେ ସେଟା ପୁଣି ଆସିବ। ଏଇଭଳି ଭାବେ ଚାଲିଛି। ତେଣୁ ଆମେ ଯେତେବେଳେ ଭକ୍ତି କରୁଛେ ମାନେ ଏସବୁକୁ ନଷ୍ଟ କରିଦଉଛି। ପାପ, ପାପ ବୀଜ ତଥା ଅବିଦ୍ୟା। ଏଇ ଯୋଉ ଭାଗବତରେ ସବୁ ଶ୍ଲୋକ ରହିଛି, ଗୋଟେ ଗୋଟେ ଶ୍ଲୋକକୁ ଉଦାହରଣ ଦେଇଛନ୍ତି ଭକ୍ତିର ସାମର୍ଥ୍ୟ ସୁନ୍ଦରରେ, ସବୁ ବର୍ଣ୍ଣନା କରାଯାଇଛି। ଏଇଟା ହେଉଛି କୃଷ୍ଣସ୍ୟ ପୂର୍ଣ୍ଣ ଭାବରେ ଆମେ ଇହ ଯତ୍ କୃଷ୍ଣ ଅସଂଘ ଯୋଗିନ ଯୋଗନ ସମଗ୍ରେଣ ଏତାବାନେବ ଅଭିମତ ଅର୍ଥ ଯୁଜ୍ୟତେ। ଇଏ ହେଉଛି ଇଏ ହେଉଛି ଏଇଟା ଜ୍ଞାନ ଯୁଜ୍ୟତେ। Srila Prabhupada Maharaj kହୁଛନ୍ତି supreme engagement is engagement of the senses in the service of the Lord. That is the purpose of all yoga. ଯୋଗ କହିଲେ ଇନ୍ଦ୍ରିୟ ସଂଯମ। ଇନ୍ଦ୍ରିୟ ମାନଙ୍କୁ କେମିତି ସଂଯମ କରିବା? ଭଗବାନଙ୍କ ସେବାରେ ଲଗେଇଲେ ଏତେ ଆନନ୍ଦ ପ୍ରାପ୍ତ ହେବ, ଆଉ ତାକୁ ଇଏ କରିବା ଦରକାର ନାହିଁ, କଣ୍ଟ୍ରୋଲ କରିବା ଦରକାର ନାହିଁ। ସେମାନେ ସ୍ୱତଃ ଭଗବାନଙ୍କ ସେବାରେ ଆକର୍ଷିତ ହେଇକି ଆସିବେ, ଆଉ ଭୌତିକ ପ୍ରତି ଆକର୍ଷଣ ରହିବ ନାହିଁ। 37 নম্বର ଶ୍ଲୋକରେ। ତେଣୁ 28 ରୁ 32 ଏ 5ଟି ଶ୍ଲୋକରେ ଭଗବାନ ଜ୍ଞାନ ବିଷୟରେ କହିବେ। ଆମେ 28 নম্বର ଶ୍ଲୋକଟି ପାଠ କରିବା। हरे कृष्ण। श्लोक नंबर 28। ज्ञानमेकं पराचिने इंद्रिय ब्रह्म निर्गुणम अविभाति अर्थरूपेण भ्रांत्या शब्दादिधर्मणा। ब्रह्म एकं ज्ञानं निर्गुणं पराचिने। ब्रह्म होची एक एवं ज्ञान स्वरूप एवं निर्गुण, किंतु बाह्य वृत्तियों वाली इंद्रियों के द्वारा ब्रह्मवसात शब्दादि विभिन्न धर्मों से पदार्थों के रूप में भास रहा है। कौन कह ओडिया कौन कह जाए? ଯେଉଁମାନେ ନିର୍ଗୁଣ ପରମ ବ୍ରହ୍ମଙ୍କ ପ୍ରତି ବହିର୍ମୁଖ, ସେମାନେ ପରମ ଅଦ୍ୱୈତ ସତ୍ୟକୁ ବହିର୍ମୁଖ ଇନ୍ଦ୍ରିୟ ମାନଙ୍କ ସାହାଯ୍ୟରେ ଭିନ୍ନ ଭାବରେ ଦର୍ଶନ କରନ୍ତି ବା ଅନୁଭବ କରନ୍ତି, ଏବଂ ସେଇଥିପାଇଁ ଭ୍ରାନ୍ତ ଦର୍ଶନ ଯୋଗୁଁ ସେମାନଙ୍କୁ ସବୁ କିଛି ଇନ୍ଦ୍ରିୟ ଗ୍ରାହ୍ୟ ବସ୍ତୁ ରୂପେ ପ୍ରତୀତ ହୁଏ। ଆମେ ଏଇଟା କହିଥିଲେ ନା, ଏ ଶ୍ଲୋକଟି ଆଲୋଚନା କରିଛେ ନା ନାଇଁ? ଆମର ଯୋଉ ରହିଛି ଗୋଟେ ଉଦାହରଣ ଦିଆଯାଏ କେମିତି ଆମେ ଭଗବାନ ଜାଣିବା। ଗୋଟେ କୁହାଯାଇଛି, କପିଳଦେବ ସେ ଉଦାହରଣଟି ଦେଇଛନ୍ତି। ଆମେ ଯେମିତି ଗୋଟେ ଉଦାହରଣ କହିଥିଲେ, ଏଇଟା କ୍ଷୀରଟାକୁ ଆମେ ଯଦି ଚକ୍ଷୁ ମାଧ୍ୟମରେ ଜାଣିବା ପାଇଁ ଚେଷ୍ଟା କରିବା, ତାହେଲେ କ'ଣ ଜାଣିବା? କ୍ଷୀରଟାକୁ ଚକ୍ଷୁ ମାଧ୍ୟମରେ ଜାଣିବା ପାଇଁ ଚେଷ୍ଟା କରୁଛେ ଯଦି ଆମେ କେତିକି ଜ୍ଞାନ ହେବ କ'ଣ ନା, ଇଏ ହେଉଛି ତରଳ ପଦାର୍ଥ ଏବଂ ଦେଖିବା ପାଇଁ ଧଳା। ଏତିକି ଜ୍ଞାନ ଚକ୍ଷୁ ଦ୍ୱାରା ଏତିକି ଜ୍ଞାନ ପ୍ରାପ୍ତ ହେଇପାରିବ, ଅଧିକ ଜ୍ଞାନ ପ୍ରାପ୍ତ ହେଇପାରିବା ନାହିଁ। ସେଇଭଳି ଭାବରେ ଆମ ଶରୀରରେ ଯଦି କ୍ଷୀରଟି ଗୋଟେ ପକେଇଦେବା, ଗୋଟେ ଟୋପାଟି ପକେଇଦେବା, ତାର ଶରୀର ଦ୍ୱାରା ବା ଚର୍ମ ଦ୍ୱାରା ଆମେ ଜ୍ଞାନ ପ୍ରାପ୍ତ କ'ଣ ହେବା ନା, ଶୀତଳତା
ରହିଛି। ସେଇଭଳି ଭାବରେ ଜୁହାରେ ଯଦି ଆମେ ଗୋଟେ କ୍ଷୀର ଟୋପାଟେ ନେବା, ଟେଷ୍ଟ କରିବା, ତାହେଲେ ଆମେ କ'ଣ ଜୁହା ଦ୍ୱାରା କ'ଣ ଜ୍ଞାନ ପ୍ରାପ୍ତ ହେବା ନା ଇଏ ମିଠା ସ୍ୱାଦ, ବହୁତ ସୁନ୍ଦର ସ୍ୱାଦ ରହିଛି, ଏ ସ୍ୱାଦଟା ପ୍ରାପ୍ତ ହେବା ଜୁହା ଦ୍ୱାରା। କିନ୍ତୁ ମନ ଦ୍ୱାରା ପୂର୍ଣ୍ଣ ଭାବରେ ଆମେ ଜ୍ଞାନ ପ୍ରାପ୍ତ ହେଇପାରିବା ଇଏ କ୍ଷୀର ହେଉଛି ଏଭଳି ବସ୍ତୁ, ଏଭଳି କଥା, ଏଭଳି ଟେଷ୍ଟ, ଏସବୁ ରହିଛି, ମନ ଦ୍ୱାରା ସବୁ ଜାଣିପାରିବା। ସେଇଭଳି ଭାବରେ ଭଗବାନ ଯେଉଁମାନେ ଜ୍ଞାନ ମାଧ୍ୟମରେ ଜାଣିବା ପାଇଁ ଚାହୁଁଛନ୍ତି ସେ ଜାଣିବେ କେବଳ ବ୍ରହ୍ମ। ଯେଉଁମାନେ ଯେଉଁ ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ଜାଣିବା ପାଇଁ ଚାହୁଁଛନ୍ତି ସେମାନେ ଜାଣିବେ ହେଉଛନ୍ତି ପରମାତ୍ମା। ଏବଂ ଯେଉଁମାନେ ଭକ୍ତି ମାଧ୍ୟମରେ ଜାଣିବା ପାଇଁ ଚାହୁଁଛନ୍ତି ସେମାନେ ପୂର୍ଣ୍ଣ ଭାବରେ ଜ୍ଞାନ ପ୍ରାପ୍ତ ହେବେ, ପୂର୍ଣ୍ଣ ଜ୍ଞାନ। ତେଣୁ ଏଠି ଏ ଶ୍ଲୋକ ଭାଷ୍ୟରେ ପ୍ରଭୁପାଦ ମହାରାଜ କହୁଛନ୍ତି when uncontaminated pure knowledge is uncovered from the modes of material nature, the actual identity of the living entity is discovered. He is eternally servitor of the Supreme Personality of Godhead. ये कथाटी केमी जानिबा आमे होजे भगवान नित्य दास। ये कथाटी केमी जानिबा ना जेतेबेले प्रकृत ज्ञान प्राप्त होचे, ज्ञानटा यही कौन जो गुण भितर रही आम कही तीन प्रकार आवृत्ति होकर रही भगवद गीतार भगवान कहले तृतीय अध्याय रे तीन प्रकार आवृत्ति होकर रही ज्ञान आमर कौन कौन से धूमेना व्रेते बन्ही यथा दर्श मलिन च यथोर्लुएनावृत गर्भ तथा तेने दम आवृतम। धुआटा अग्नि को आवृत करुच्ची एटा की कौ गुण एटा धुआटा जो आवृत्ति करुच्ची अग्नि को सत्वगुण। सत्वगुण तापर उदाहरण हूँ कौन यथा दर्श मलिन च। हाँ मिरर जो डस्ट रोज से कौ गुण रजगुण। रजगुण। यथ लुएना वृत गर्भ गर्भरे संतान रोचे यहाँ हूँ तम गुण। सत्वगुण उद्धार पाए बहुत सहज खाली फुंकीदेले से अग्नि आसीज। रजगुण दूर हवाटा टी समय लगे सफा करा पड़ो भगवान जो नाम नौ चेत दर्पण मार्जन बोली कह तम गुण उद्धार पाइबा कष्ट हम। तेणु ये विभिन्न गुण रही गुण रू जो मुक्त जन होते से जानूँ ज्ञान निज स्वरूप ज्ञान प्राप्त होती सी होती भगवान नित्य दास। आम देखा जिते जीव रही 84 लाख प्रकार जीव अच्छा समस्त सेवा कर सेवा रही भाव यहाँ धर्म समस्ते सेवा कर किंतु कहार सेवा करवा से जानवर अच्छे यदि आम भगवान सेवा न करवा ताले मायार सेवा कर सेवा करवाटा हूँ तो आम धर्म ये हूँ आमर कौन स्वरूप है जीवर स्वरूप है कृष्ण नित्य दास यहाँ आम जापारे सेवा कर कहार भगवान सेवा न करवा अंत डग गॉड पर सेवा न कर डगर सेवा चलो सकाल उठी कुकुर धरी धाइबा चल सेवा कर कुकुर भगवान सेवा न कले कुकुर सेवा कर मायार सेवा। हाँ तेणु प्रभुपाद महाराज कहते जे द प्रोसेस ऑफ अनकवरिंग इज लाइक दिस केमिति आमे ए गुण मुक्त हवा द रेज ऑफ सनशाइन आर लुमिनस and the sun itself is also luminous. In the presence of the sun, the rays illuminate just like the sun. But when the sunshine is covered by the spell of a cloud or by Maya, the darkness, the imperfection of perception begins. सूर्य जो आलोक दौरान केते किरण रही आटम ये जो रही कौन लाइट आटम जिते रही केते रही कोटि कोटि संख्यार किरण रही
सूर्य ब्राइट थिला बेले से किरणकर पूर्ण भाव में से कार्य करिपारछंती किंतु सूर्य जेतेबेले अंधकारग्रस्त हो जाउछंती बा कौन जो मेघ मेघग्रस्त हो जाउछंती सेतेबेले से आउ काम करिवे नाही से जो किरण सब कार्य करि परिवे नाही डार्कनेस क्लाउड द से आमर आम बुझीपार ना ज्ञान आमर आवृत होगी रही देयरफॉर टू गेट आउट ऑफ द एंटेंगलमेंट ऑफ द स्पेल ऑफ नेशंस one has to awaken his spiritual consciousness or Krishna consciousness in terms of the authorized scriptures शास्त्र अनुसार आम ज्ञान टी प्राप्त हवा अथराइज स्क्रिप्चर साधारण जेकोसी कले हेनी यहाँ शास्त्र कह अमुक कह समक कह अथराइज अनुमोदित शास्त्र आचार्य मैंने कहते अनुमोदित शास्त्र कौटा कौटा सब अनुमोदित शास्त्र ना वेद उपनिषद 18टी पुराण 18टी उपपुराण आ विभिन्न संगीता पंचरात्र इत्यादि श्रुति स्मृति पुराणादि पंचरात्रिक विधि श्रुति वेदर गोटे नाम हो श्रुति कहीं ना शुणिकी मन रखुले एवं स्मृति शास्त्र हूँ से श्रुति शास्त्र ये तार कौन से भाव जो शास्त्र रचना कराई स्मृति शास्त्र बोली कह एवं पुराण विभिन्न प्रकार पुराण रही 18टी पुराण उपपुराण इत्यादि सब रही एवं पंचरात्र नारद पंचरात्र इत्यादि विभिन्न प्रकार पंचरात्र शास्त्र सब रही ये हूँ अनुमोदित शास्त्र एवं रामायण जो रही ये जो वाल्मीकि रामायण यहाँ अनुमोदित शास्त्र बोली कह जीव गोस्वामी ना किए जन कहते यहाँ तेणु अन्य सब शास्त्र अनुमोदित शास्त्र नुह अनुमोदित शास्त्र आम ये अनुमोदित शास्त्र आम निजे पढ़ी से ज्ञान प्राप्त हो बुझीपर ना तेणु शंकराचार्य जो आसते से शास्त्र कथा कही से मनगढ़ा कथा कही नथिले किंतु आम कही शास्त्र दुई प्रकार अर्थ रही गोटे मुख्य अर्थ गोटे गौण अर्थ तेणु गौण अर्थ शंकराचार्य गौण अर्थ को स्थापन करते मुख्य अर्थ को स्थापन करन तेणु जितेबले भगवान आसिले चैतन्य महाप्रभु आसिले सेतेबेले से मुख्य अर्थ को स्थापन कले गौण अर्थ को खंडन करी मुख्य अर्थ को स्थापन कले तेणु आम बुझीपर ना शास्त्र अर्थ को तेणु आम कह जाओ भागवत पढ़ वैष्णव स्थान किंतु जदिओ शंकराचार्य मायावाद प्रचार करते किंतु से अन्य शास्त्र मान को लेकिरी ये मायावाद को प्रचार करते किंतु भागवत शास्त्र को दे नथिले भावार्थ दे नथिले से भागवत शास्त्र कारण भागवत शास्त्र भगवान बड़ी ताकू ये करहब ना वेदांत सूत्र से शारीरिक भाष्य देते महाप्रभु जाइए आसी सन्यास ग्रहण करके 1510 मसीह आसिले जगन्नाथ पुरी के आसिले से प्रथम देखाला सार्वभौम भट्टाचार्य चैतन्य चरितामृत इत्यादि वर्णना करा कथा तेणु भट्टाचार्य तो जानिले जी होती से नवद्वीपवासी ये मतलब सेठिकार लोक तांकर संबंध कौन रही गोटे बाहर करते सी तेणु ये भाव में से कहले तुम युवक सन्यासी तुम सन्यास धर्म रक्षा करना तुम मु पढ़ेबी सी पढ़ाऊे सन्यासी मैंने पढ़ाऊे सार्वभौम भट्टाचार्य होती बृहस्पति अवतार बृहस्पति होती देवता मान गुरु बृहस्पति गुरुवार गुरुवार कौट आसी बृहस्पति बार बार बृहस्पति बृहस्पति ये पंचम स्कंद से वर्णना करा ग्रह नक्षत्र इत्यादि बृहस्पति देवता माने शिक्षा नि बृहस्पति ठारू तेणु बृहस्पति जो रही कौन यहाँ कहीं कहते ना
ସାର୍ବଭୌମ ଭଟ୍ଟାଚାର୍ଯ୍ୟ। ହଁ ତାଙ୍କର ଇଏ ହେଉଛନ୍ତି ଇଏ ଭଗବାନ ଲୀଳାରେ ସାମିଲ ହେବା ପାଇଁ ସେ ଆସିଥିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ। ସେ ମାୟାବାଦର ଥିଲେ, ମାୟାବାଦ ଗ୍ରହଣ କରିଥିଲେ, ଶଙ୍କରାଚାର୍ଯ୍ୟଙ୍କ ଧାରାରେ ଆସୁଥିଲେ। କିନ୍ତୁ ସେ ସମୟରେ ସେ ଏତେ ବିଦ୍ୱାନ ବ୍ୟକ୍ତି ଥିଲେ, ତାଙ୍କଠାରୁ ନ୍ୟାୟ ଶାସ୍ତ୍ର ପଢ଼ିବା ପାଇଁ ସବୁ ଆସୁଥିଲେ। ସନ୍ନ୍ୟାସୀମାନେ ସବୁ ନ୍ୟାୟ ଶାସ୍ତ୍ର ପଢ଼ୁଥିଲେ ତାଙ୍କ ପାଖରେ ଆସିକରି। ଏ ବେଦାନ୍ତ ସୂତ୍ରର ଭାଷ୍ୟ ସେ ଏଇ ମାୟାବାଦକୁ ପଢ଼ଉଥିଲେ, ମହାପ୍ରଭୁଙ୍କୁ ପଢ଼ଉଥିଲେ। 7 ଦିନ ପଢ଼େଇଲେ। ପଢ଼େଇ ସାରିଲା ପରେ କହିଲେ ତମେ କିଛି ବୁଝୁଛ ନା ନାହିଁ, ଏମିତି କି ମୁଁ କି ଚୁଁ କିଛି କହ ବୁଝୁଛ କି ନାହିଁ କେମିତି ଜାଣିବି। ତେଣୁ ପ୍ରଥମ ଥର ପାଇଁ ମହାପ୍ରଭୁ କହିବା ଆରମ୍ଭ କଲେ, କହିଲେ ଆପଣ ଯେଉଁ ମୂଳ ଭାଷ୍ୟ ପଢ଼ୁଛନ୍ତି ମୁଁ ବୁଝିପାରୁଛି, ବେଦାନ୍ତ ସୂତ୍ର ମୁଁ କହିଲେ ନା। ଏ ଭାଗବତ ହେଉଛି କ'ଣ? ଭାଷ୍ୟ ବେଦାନ୍ତ ସୂତ୍ରାଣ, ଭାଷ୍ୟ ବେଦାନ୍ତ ସୂତ୍ରାଣ ବ୍ରହ୍ମ କ'ଣ ଗାୟତ୍ରୀ ଭାଷ୍ୟ ରୂପସୁ ବେଦାର୍ଥ ପରିମୃହିତ ଅର୍ଥୋୟଂ ବ୍ରହ୍ମସୂତ୍ରାଣ ଭାରତାର୍ଥ ବିନିର୍ଣ୍ଣୟ। ଏ ଗରୁଡ଼ ପୁରାଣରେ ଏ ଶ୍ଲୋକଟି ଅଛନ୍ତି। ଭାଗବତ ହେଉଛି ଅର୍ଥୋୟଂ ବ୍ରହ୍ମସୂତ୍ରାଣ। ବ୍ରହ୍ମସୂତ୍ର କହିଲେ ବେଦାନ୍ତ ସୂତ୍ର, 555ଟି ସୂତ୍ର ରହିଛି। ତେଣୁ ସେ କହିଲେ ଆପଣ ଯେଉଁ ବେଦାନ୍ତ ସୂତ୍ର ମୂଳ ସୂତ୍ର କହୁଛନ୍ତି ସେଟା ମୁଁ ବୁଝିପାରୁଛି। ମୂଳ ସୂତ୍ର କ'ଣ କ'ଣ ସବୁ ସୂତ୍ର ରହିଛି ଆମେ କହିଥିଲେ, କାହାର ମନେ ଅଛି? ପ୍ରଥମ ସୂତ୍ର ହେଉଛି କୋଉଟା? ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ଏଇଠୁ ଆରମ୍ଭ ହେଉଛି ପ୍ରଥମ ସୂତ୍ର। ଯିଏ ବ୍ରହ୍ମ ଜିଜ୍ଞାସା କରିବେ ସିଏ ଜାଣିବେ କ'ଣ ନା ନେକ୍ସଟ ସୂତ୍ର ହେଉଛି ସେଇଟା, ଦ୍ୱିତୀୟ ସୂତ୍ର। କ'ଣ ସେଇଟା? ଜନ୍ମାଦ୍ୟସ୍ୟ ଯତ, ସେଇଠୁ ଆରମ୍ଭ ହେଲା ଭାଗବତ। ଅର୍ଥୋୟଂ ବ୍ରହ୍ମସୂତ୍ରାଣ, ଇଏ ହେଉଛି ବ୍ରହ୍ମସୂତ୍ରର ଭାଷ୍ୟ। ତେଣୁ ସିଏ କହିଲେ, ମହାପ୍ରଭୁ କହିଲେ ମୂଳ ସୂତ୍ରକୁ ମୁଁ ବୁଝିପାରୁଛି, ଆପଣ ଯେଉଁ ବୁଝଉଛନ୍ତି ତାକୁ ମୁଁ ବୁଝିପାରୁନି। ଯେମିତି ସୂର୍ଯ୍ୟକୁ ସୂର୍ଯ୍ୟ କିରଣ ଭଳି ମୁଁ ଜାଣିପାରୁଛି ମୂଳ ଭାଷ୍ୟ, କିନ୍ତୁ ଆପଣ ଯେଉଁ ମୂଳ ଯେଉଁ ସୂତ୍ର ରହିଛି ଆପଣ ଯେଉଁ ଭାଷ୍ୟ ଦେଉଛନ୍ତି ମେଘ ଭଳି ତାକୁ ଆଡ଼ଭାଡ଼ କରିଦେଉଛନ୍ତି। ତେଣୁ ଯେତେବେଳେ ଶୁଣିଲେ ଏକଥା ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଆଶ୍ଚର୍ଯ୍ୟ ହେଇଗଲେ। ଆମେ ଶ୍ଲୋକକୁ ବୁଝିବା ପାଇଁ ଆପଣ କହୁଛୁ, ଆପଣ କହିବେ ଯଦି ନା ମୁଁ ଶ୍ଲୋକ ବୁଝିପାରୁଛି, ଆଉ ଆପଣ ଯାହା କହୁଛନ୍ତି ବୁଝିପାରୁନି, ତାହେଲେ କ'ଣ କୁହାଯିବ? ସେଇଭଳି। ତେଣୁ ସେସବୁ ଆଲୋଚନା କରାଯାଇଛି। ମାୟାବାଦ ଭାଷ୍ୟ ବିଷୟରେ କୁହାଯାଇଛି କିଭଳି ଭାବରେ ଶଙ୍କରାଚାର୍ଯ୍ୟ ଯେଉଁ ଭାଷ୍ୟ ଦେଇଥିଲେ ଗୁଣ ବେଦ ଯେଉଁ ମୁଖ୍ୟ ଅର୍ଥ କହେ ସେଇ ଅର୍ଥ হয়। ବେଦରେ 2ଟି ଅର୍ଥ ରହିଛି, ଗୋଟେ ହେଉଛି ମୁଖ୍ୟ ଅର୍ଥ, ଗୋଟେ ହେଉଛି ଗୌଣ ଅର୍ଥ। କିନ୍ତୁ ଶଙ୍କରାଚାର୍ଯ୍ୟ ଗୌଣ ଅର୍ଥକୁ ସ୍ଥାପନ କରି ମୁଖ୍ୟ ଅର୍ଥକୁ ଆଚ୍ଛାଦନ କରିଥିଲେ। ସେ ସମୟରେ ଉପଯୁକ୍ତ ସମୟ ନଥିଲା, କାରଣ ସେମାନେ ଭଗବାନ ମାନୁନଥିଲେ। ସେଥିପାଇଁ ବୁଦ୍ଧଦେବ ଆସିଲେ, ସେ କହିଲେ ଭଗବାନ କେହି ନାହାନ୍ତି, ନିନ୍ଦସି ଯଜ୍ଞ ବିଦେ ରହ ଶ୍ରୁତି ଜାତମ୍, ଭଗବାନ କେହି ନାହାନ୍ତି ଏବଂ ସେ ସ୍ୱୟଂ ଭଗବାନ ନିଜେ। ଯେଉଁମାନେ ବୁଦ୍ଧ ସମହାୟ ସୁରଦିଶମ୍, ପ୍ରଥମ ସ୍କନ୍ଧ 3ୟ ଅଧ୍ୟାୟରେ ବୁଦ୍ଧଦେବଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଭବିଷ୍ୟତ କାଳରେ କୁହାଯାଇଛି କାହିଁକି? ଭବିଷ୍ୟତ କାଳରେ କିକଟେଷୁ ଭବିଷ୍ୟତି, କାରଣ ସେଇ ସମୟରେ ଭଗବାନ ଆସିନଥିଲେ ବୁଦ୍ଧଦେବ। ସେଇଭଳି ଭାବରେ କଳ୍କି ମଧ୍ୟ ଆସିବେ, ସେଟା କଳ୍କି ମଧ୍ୟ ଭବିଷ୍ୟତ କାଳରେ ବର୍ଣ୍ଣନା କରାଯାଇଛି। ସମ୍ବଲ ଗ୍ରାମରେ ଆସିବେ, ଏସବୁ ରହିଛି। ତେଣୁ ଏଇ ଯେଉଁ ରହିଛି ମୁଖ୍ୟ ଅର୍ଥ ମହାପ୍ରଭୁ ସେଟା ପ୍ରଦାନ କଲେ। ମୁଖ୍ୟ ଅର୍ଥଟା କ'ଣ କହିଲେ, ସେଟା ଆଲୋଚନା କଲେ। ତେଣୁ ଶୁଣିକରି ଜାଣିଲେ ସେ ଭଗବାନ ବୋଲି, ନହେଲେ ଜାଣିପାରୁନଥିଲେ। ସେ ଭାବୁଥିଲେ ଜଣେ ମହାପୁରୁଷ, ଭଗବାନ ନାହାନ୍ତି। ଏସବୁ କଥା ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ଜାଣିଲେ ଭଗବାନ ତାଙ୍କୁ ଦେଖେଇଲେ, ଷଡ଼ଭୁଜ ଦର୍ଶନ ଦେଲେ ତାଙ୍କୁ। ଗୋଟେ ଥର ମହାପ୍ରଭୁ ସକାଳୁ ସକାଳୁ ଉଠିକିରି ଯାଆନ୍ତି ଦର୍ଶନ କରିବା ପାଇଁ, ଜଗନ୍ନାଥଙ୍କର ସ୍ନାନ ଇତ୍ୟାଦି ସାରିକିରି ଜଗନ୍ନାଥ ଦର୍ଶନ କରିକି ଆସୁଛନ୍ତି। ଉପଳ ଭୋଗ ସକାଳେ ସେଠିକି ଭୋଗ ମିଳେ, ସେ ଭୋଗକୁ ଆଣିକି ଆସିଛନ୍ତି। ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ଘର କୋଉଟା ଜାଣିଛନ୍ତି? ମହାପ୍ରଭୁ କୋଉଠି ରହୁଥିଲେ? ଗମ୍ଭୀରା। ଗମ୍ଭୀରା ମନ୍ଦିରରୁ ଗମ୍ଭୀରା ରାସ୍ତାରେ ଗଲାବେଳେ ପୂର୍ବରୁ ପଡ଼ିବ ଏଇ ଯେଉଁ ଶ୍ଵେତ ଗଙ୍ଗା, ସେଇ ନିକଟରେ ରହୁଥିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ। ବର୍ତ୍ତମାନ ମଧ୍ୟ ସେଟା ଗଭର୍ଣ୍ଣମେଣ୍ଟ ତରଫରୁ ତାକୁ ସଂରକ୍ଷଣ କରାଯାଇଛି। ଆପଣ ଗଲେ ସେଇଠି ଦେଖିବେ ସବୁ
ସେଠି ଯାଇକିରି ଭଗବାନ ମହାପ୍ରଭୁ ଯାଇକିରି କବାଟ ନ କଲେ। ସାର୍ବଭୌମ ଭଟ୍ଟାଚାର୍ଯ୍ୟ କୌଣସି କାରଣରୁ ସେଠି ସବୁ ସେ ସ୍ନାନ ଶୌଚ କରିନଥିଲେ, କିନ୍ତୁ ମହାପ୍ରଭୁ ଯେତେବେଳେ ତାଙ୍କୁ ଦେଲେ ମହାପ୍ରସାଦ ଦେଲେ ସାଙ୍ଗେ ସାଙ୍ଗେ ସେ ଗ୍ରହଣ କଲେ। ଗୋଟେ ଶ୍ଲୋକ କହିକି ଗ୍ରହଣ କଲେ। କ'ଣ କହିଲେ ନା ଶୁଷ୍କଂ ପର୍ଯ୍ୟୁଷିତଂ ବା ନୀତଂ ବା ଦୁରଦେଶତଃ ପ୍ରାପ୍ତି ମାତ୍ରେଣ ଭୋକ୍ତବ୍ୟମ୍ ନାତ୍ର କାଳ ବିଚାରଣା। ପ୍ରସାଦ ଯୋଉ ରହିଛି ସେ ଶୁଖି ଯାଉଥାଉ ବା ପଚି ଯାଇଥାଉ, ପର୍ଯ୍ୟୁଷିତଂ ବା ନୀତଂ ବା ଦୁରଦେଶତଃ ବହୁତ ଦୂରରୁ ମଧ୍ୟ ଆସିଥାଉ, କିନ୍ତୁ ପ୍ରସାଦ ପ୍ରାପ୍ତି ମାତ୍ରେଣ ଭୋକ୍ତବ୍ୟମ୍ ନାତ୍ର କାଳ ବିଚାରଣ। ପ୍ରସାଦ ପ୍ରାପ୍ତ ହେଲା ମାନେ ସେଟା ସେବନ କରିବେ, ଭୋକ୍ତବ୍ୟମ୍। ଏଠି କହିବେ ନାହିଁ ମୁଁ ଦାନ୍ତ ଘଷି ନାହିଁ ନାତ୍ର କାଳ ବିଚାରଣ। ଏଇଭଳି ଭାବରେ କହିକି ଯେତେବେଳେ ସେ ପ୍ରସାଦକୁ ସେବନ କଲେ ମହାପ୍ରଭୁ ତାଙ୍କ ଉପରେ ଖୁସି ହେଇଗଲେ, ଆଲିଙ୍ଗନ କଲେ ଏବଂ ତାଙ୍କୁ ଷଡ଼ଭୁଜ ଦର୍ଶନ ଦେଇଛନ୍ତି। ଷଡ଼ଭୁଜ, ଦୁଇ ଭୁଜ ହେଉଛି ଭଗବାନ ରାମଙ୍କର ଦଣ୍ଡ ଏଗଣ ସର ଇଏ ଧନୁ ସର ଧାରଣ କରିଛନ୍ତି। ଦୁଇ ଭୁଜ ହେଉଛନ୍ତି ଭଗବାନ କୃଷ୍ଣ ବଂଶୀ ଧାରଣ କରିଛନ୍ତି। ଦୁଇ ଭୁଜ ହେଉଛନ୍ତି ସେ ନିଜେ ସ୍ୱୟଂ ଭଗବାନ ଦଣ୍ଡକମଣ୍ଡଳୁ। ଜୟ ଜୟ ଜଗନ୍ନାଥ ସଚିର ନନ୍ଦନ ଯେଉଁ କୁହାଯାଇଛି ନା ସେଇ ଶ୍ଲୋକଟି, ସେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ ଷଡ଼ଭୁଜ ଦର୍ଶନ କରାଇଥିଲେ, ସେଇଠି ଦେଇଥିଲେ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି, କେଉଁଥିରୁ ଆସିଗଲା ପଏଣ୍ଟଟା, ହଁ କେଉଁ ଶ୍ଲୋକ ଆମେ ପାଠ କରୁଛେ? 32 ନା 28। ଏଇଭଳି ଭାବରେ ସୂର୍ଯ୍ୟଙ୍କୁ ଆଢୁଆଳ କରିଦେଉଛି ମେଘ। ସେଇଭଳି ଭାବରେ ପୂର୍ଣ୍ଣ ଜ୍ଞାନ ପ୍ରକାଶିତ ହେଉନାହିଁ, କିନ୍ତୁ ଯେତେବେଳେ ଆମେ ଜ୍ଞାନ ପ୍ରାପ୍ତ ହେବା ପୂର୍ଣ୍ଣ ଜ୍ଞାନ, ସେତେବେଳେ ଜାଣିବା ପ୍ରକୃତରେ ଆମର ଜୀବର ସ୍ୱରୂପ ହେ କୃଷ୍ଣ ନିତ୍ୟ ଦାସ। ଏ ହେଉଛି ପୂର୍ଣ୍ଣ ଜ୍ଞାନ। ତେଣୁ ଖାଲି ଦାସ କହିଲେ ଜ୍ଞାନୀମାନେ ସେଇଟା ଜାଣନ୍ତି, ଆମେ ହେଉଛୁ ତାଙ୍କର ଦାସ। ମାନେ ସେ ତ ଭଗବାନଙ୍କର ତ ଜାଣନ୍ତି ନାହିଁ, ଆମେ ହେଉଛେ ସେଇ ସୋହମ ସୋହମ, ମୁଁ ସେଇ ସୋହମ। ଭଗବାନ ଯେଉଁ ଭଳିଆ ଜ୍ୟୋତି, ଆମେ ମଧ୍ୟ ସେଇଭଳିଆ ଜ୍ୟୋତି ସ୍ଫୁଲିଙ୍ଗ। କିନ୍ତୁ ତା ଉପରେ ଜ୍ଞାନ ତାଙ୍କ ପାଖରେ ନଥାଏ। ଜ୍ଞାନ ମାଧ୍ୟମରେ ସେଇ ପର୍ଯ୍ୟନ୍ତ ଜଣେ ପ୍ରାପ୍ତ ହେଇପାରେ। ବ୍ରହ୍ମ ଜ୍ଞାନ, ବ୍ରହ୍ମ ଚିନ୍ତନ କରୁଛନ୍ତି ସେମାନେ ସବୁବେଳେ। ତେଣୁ ଏଇଠି କୁହାଗଲା ଯେତେବେଳେ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହେବ, ସେଟା ହେଉଛି କ'ଣ ନା ଭଗବାନ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ଜ୍ଞାନୀମାନେ କେତେବେଳେ ଏଇ ସ୍ତରକୁ ଆସିବେ? ଆମେ ଶୁଣୁଥିଲେ କିଭଳି ଭାବରେ ଚାରି କୁମାର ଶୁଣୁଥିଲେ ନା, ଚାରି କୁମାର 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା। ତୃତୀୟ ସ୍କନ୍ଧ 15 ଅଧ୍ୟାୟରେ ବହୁତ ପ୍ରସିଦ୍ଧ ଶ୍ଲୋକଟି ଏଠି ରହିଛି। ଚାରି କୁମାର ଯାଇଥିଲେ ବୈକୁଣ୍ଠକୁ, ବ୍ରହ୍ମା କଥା କହୁଛନ୍ତି ଦେବତାମାନଙ୍କୁ। ଭଗବାନ ଦର୍ଶନ କରି ତାକୁ ଜୟ ବିଜୟ ତାଙ୍କୁ ବାଧା ଦେଇ ଦେଇଥିଲେ 7ମ ଗେଟ୍ରେ। ତେଣୁ ତାଙ୍କ କ୍ରୋଧ ଆସିଲା, ସେ ତାଙ୍କୁ ଅଭିଶାପ ଦେଲେ। ଏସବୁ କଥା ହେଇ ଭଗବାନ ଆସି ପହଞ୍ଚିଗଲେ, ନାରାୟଣ ଲକ୍ଷ୍ମୀ ନାରାୟଣ ଆସି ପହଞ୍ଚିଗଲେ। ତାଙ୍କ ରୂପକୁ ଦର୍ଶନ କରୁଛନ୍ତି ଚାରି କୁମାର, 5 ବର୍ଷର ବାଳକ। ଶ୍ଲୋକଟି ଅଛନ୍ତି, ତସ୍ୟାରବିନ୍ଦ ନୟନସ୍ୟ ପଦାରବିନ୍ଦ କିଞ୍ଜଳକମିଶ୍ର ତୁଳସୀ ମକରନ୍ଦ ବାୟୁ ଅନ୍ତର୍ଗତ ସୁବିବରଣ ଚକାର ତେଷାଂ ସଂଖ୍ୟ ବ୍ରହ୍ମକ୍ଷର ଜୁଷାମ ଅଭିଚିତ ତନ୍ୟ। ସେ ତା ପୂର୍ବରୁ ବ୍ରହ୍ମଚିନ୍ତନ କରୁଥିଲେ। ଅକ୍ଷର ଜୁଷା, ଅକ୍ଷର ଜୁଷା, ଭଗବତ ତାଙ୍କର ନଥିଲା, ଏତେ ଆଗ୍ରହ ନଥିଲା। ଅକ୍ଷର ଜୁଷା ସେ ଥିଲେ, କିନ୍ତୁ ଯେତେବେଳେ ଦେଖିଲେ ଭଗବାନ, ଦେଖିଲେ କେତେ ସୁନ୍ଦର ରୂପ ତାଙ୍କର ରହିଛି। ଅରବିନ୍ଦ ନୟନ ସେ ପଦାରବିନ୍ଦ, ତାଙ୍କର ସବୁ କିଛି ଅରବିନ୍ଦ। 8ଟି ପଦ୍ମ ସହିତ ତୁଳନା, ତାଙ୍କ ଶରୀରକୁ 8 ପ୍ରକାର ପଦ୍ମ ରହିଛି ବିଭିନ୍ନ ସ୍ଥାନରେ। 8ଟି ପଦ୍ମ ରହିଛି ତାଙ୍କ ଶରୀର ବିଭିନ୍ନ ସ୍ଥାନରେ। ପଦ୍ମ ଭଳି ସୁନ୍ଦର ତାଙ୍କର ରହିଛି ସୌନ୍ଦର୍ଯ୍ୟ। ଏବଂ ତାଙ୍କର ପାଦ ପଦ୍ମରେ ଅର୍ପିତ ତୁଳସୀର ମକରନ୍ଦ ବାୟୁ ଯେତେବେଳେ ତାଙ୍କର ନାସାଭିବରେ ପ୍ରବେଶ କଲା, ସେତେବେଳେ ସେ ସଂଖ୍ୟଭ୍ୟମ୍ ଅକ୍ଷର ଜୁଷାମ ଅପି
ତାଙ୍କ ଶରୀରରେ ଗୋଟେ ଅପୂର୍ବ ଶିହରଣ ଜାତ ହେଲା। ଯଦିଓ ସିଏ ବ୍ରହ୍ମଚିନ୍ତନ କରୁଥିଲେ, ତେଣୁ ସେଇଠୁ ସିଏ ଭଗବାନ ଭକ୍ତ ହେଲେ। ଜଣେ ଜ୍ଞାନୀ କେତେବେଳେ ଜଣେ ଭକ୍ତ ହଉଛି? ଜ୍ଞାନ ସବୁବେଳେ ପାଇଁ ଜ୍ଞାନୀ ହେଇକି ରହିଥିଲେ ସେ ଭକ୍ତ ହେଇପାରିବେ ନାହିଁ। ଏଇଟା ଆଚାର୍ଯ୍ୟ ଟୀକାରେ କହିଛନ୍ତି। ଜଣେ ଜ୍ଞାନୀ କେତେବେଳେ ଭକ୍ତ ହଉଛି ନା ଯେତେବେଳେ ସେ ଭଗବାନଙ୍କର ବା ଭଗବାନ ଭକ୍ତଙ୍କର କୃପା ପ୍ରାପ୍ତ ହଉଛନ୍ତି, ସେତେବେଳେ ସେ ଭକ୍ତ ହଉଛନ୍ତି। ଆମେ ଗୋଟେ ପ୍ରସଙ୍ଗରେ ଗୋଟେ କଥା କହିଦେବା। ଗୋଟେ ପ୍ରସିଦ୍ଧ ଶ୍ଲୋକ ଅଛନ୍ତି, ମଧୁସୂଦନ ସରସ୍ୱତୀ ପାଦ। ମଧୁସୂଦନ ସରସ୍ୱତୀ ପାଦ ଜଣେ ଜ୍ଞାନୀ, ଏଇ ଶଙ୍କରାଚାର୍ଯ୍ୟଙ୍କର ସେ ଥିଲେ ଫଲୋଅର, ବହୁତ ପ୍ରସିଦ୍ଧ ଜ୍ଞାନୀ ଥିଲେ। କାଶୀରେ ତାଙ୍କର ବହୁତ ସବୁ ଥିଲେ, ଶିଷ୍ୟମାନେ ସବୁ ଥିଲେ। କିନ୍ତୁ ଥରେ ସେ ଯାଇଥିଲେ ବୃନ୍ଦାବନରେ, ଭଗବାନ ରୂପ ଦର୍ଶନ କଲେ, ଭଗବାନ କୃପା ପ୍ରାପ୍ତ ହେଲେ। କୃପା ପ୍ରାପ୍ତ ହେଇଗଲେ, ଜାଣିଲେ ପ୍ରକୃତରେ ଭଗବାନ ହେଉଛନ୍ତି ସବୁ କିଛି। ତେଣୁ ତାପରେ ଯେତେବେଳେ ସେ ଆସିଲେ, ଆଉ ସେ ବ୍ରହ୍ମଚିନ୍ତନ କରୁନାହାନ୍ତି, ଭଗବାନ ଭଜନ କରୁଛନ୍ତି। ତେଣୁ ତାଙ୍କ ଶିଷ୍ୟମାନେ ଭାବିଲେ ଏ ବୋଧେ ପାଗଳ ହେଇଗଲେ ବୋଧେ, ବ୍ରହ୍ମ କହୁଥିଲେ, କ'ଣ ଭଗବାନ ଭଗବାନ ହେଉଛନ୍ତି। ତେଣୁ ତାଙ୍କୁ ପଚାରିଲେ, ଗୋଟେ ମିଟିଂ ହେଲା। ମିଟିଂରେ ପଚାରିଲେ ସେମାନେ, କ'ଣ ଅନ୍ତିମ ତତ୍ତ୍ୱ କ'ଣ କୁହନ୍ତୁ। ସେ ଏଇ ଶ୍ଲୋକଟି କହିଛନ୍ତି, ବହୁତ ପ୍ରସିଦ୍ଧ ଶ୍ଲୋକ ଏଇଟା ରହିଛି। କ'ଣ? ବଂଶୀ ବିଭୂଷିତ କରାଦ ନବନୀରଦାଭାତ ପୀତାମ୍ବରା ତରୁଣ ବିମ୍ବ ଫଳାଦ ଅଧୁରୋଷ୍ଠାତ୍ ପୂର୍ଣେନ୍ଦୁ ସୁନ୍ଦର ମୁଖାତ୍ ଅରବିନ୍ଦ ନେତ୍ରାତ୍ कृष्णात् परम किमपि तत्त्वम् अहं न जाने। तत्व किए तत्व न बंशी विभूषित करात, ତାଙ୍କର କରରେ ହସ୍ତରେ ବଂଶୀ ରହିଛି, ବଂଶୀ ବିଭୂଷିତ କରାତ। ଏବଂ ନବ ନିରାଦ ଆଭାତ, ତାଙ୍କ ଶରୀରର ରଙ୍ଗ କିଭଳି ନା ନବ 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 ବାଦଲ ଭଳି, ନବ ନିରାଦ ଆଭାତ। ଏବଂ ପୀତାମ୍ବରା, ସେ ଗୋଟେ ବସ୍ତ୍ର ଧାରଣ କରିଛନ୍ତି, ପୀତାମ୍ବର ଧାରଣ କରିଛନ୍ତି। ପୀତାମ୍ବରା ଅରୁଣ ବିମ୍ବା ଅଧରା, ତାଙ୍କର ଯୋଉ ଓଷ୍ଠ ରହିଛି, ତଳଟାକୁ କୁହାଯାଏ ଅଧର, ତା ଉପରଟା ହଉଛି ଓଷ୍ଠ। କ'ଣ ଇଏ ବିମ୍ବ ଫଳା କହିଲେ ଯୋଉ ରହିଛି ଲାଲ ଲାଲ ତାଙ୍କର ରହିଛି ଅଧର, ଅଧର ବିମ୍ବା। ଏଇ କୃଷ୍ଣା ପରମ କିମପି ତତ୍ତ୍ୱ ଅହଂ ନ ଜାନେ, ସେଇ ଭଗବାନ କୃଷ୍ଣ, ସେ ହେଉଛନ୍ତି ଅନ୍ତିମ ତତ୍ତ୍ୱ। ଆଙ୍କଠାରୁ ଆଉ କିଛି ଉନ୍ନତତର ସତ୍ୟ ଅଛି ବୋଲି ମୁଁ ଜାଣିନାହିଁ। ଶ୍ଲୋକଟି କୋଉଠି ଅଛି ପ୍ରଭୁଜୀ? ଏଇଟା ମଧୁସୂଦନ ସରସ୍ୱତୀ ପାଦଙ୍କର, ଏଇଟା ମଧୁସୂଦନ ସରସ୍ୱତୀ ପାଦ। ଏଇଟା ସେ ଲେଖିଛନ୍ତି? ହଁ, ସିଏ କହିଛନ୍ତି, ସେଇଠି କହିଥିଲେ, ସେଇଟା ସେ କହିଥିଲେ। ଆଜ୍ଞା ଆଜ୍ଞା। ତେଣୁ ଇଏ ରହିଛି ଅନ୍ତିମ ତତ୍ତ୍ୱ ହଉଛି ଏଇଟା। ଅନ୍ତିମ ତତ୍ତ୍ୱ ହଉଛି ଭଗବାନ କୃଷ୍ଣ, ତାଙ୍କ ଉପରେ ଆଉ କିଛି ଉନ୍ନତତର ସତ୍ୟ ନାହିଁ। ଏଇ ବହୁ ଜନ୍ମ ହେଲା ପରେ ଜଣେ ଜ୍ଞାନୀ ମତେ ଜାଣିପାରିବ ନାହିଁ, ଭଗବାନଙ୍କୁ ଭକ୍ତ ହେଇପାରିବ ନାହିଁ। ଆଚାର୍ଯ୍ୟମାନେ ଟୀକାରେ କହନ୍ତି, ସେମାନେ ଯେତେବେଳେ ଭକ୍ତଙ୍କର ସଙ୍ଗ ଲାଭ କରିବେ ବା ଭଗବାନ କୃପା ପ୍ରାପ୍ତ ହେବେ, ତାହେଲେ ସେମାନେ ଏଇ ଭଗବାନ ଜାଣିବେ ବା ଭଗବାନ ଭକ୍ତ ହେବେ, ନହେଲେ ଭକ୍ତ ହେଇପାରିବେ ନାହିଁ। ପ୍ରଭୁପାଦ ମହାରାଜ କହନ୍ତି, ବହୁତ ଉଦାହରଣ ରହିଛି ଯୋଉଠି ଜ୍ଞାନୀମାନେ ଭକ୍ତରେ ପରିଣତ ହେଇଛନ୍ତି। ସୁଖଦେବ ଗୋସ୍ୱାମୀ ଜଣେ ଜ୍ଞାନୀ ଥିଲେ, କିନ୍ତୁ ଇଏ କରୁଥିଲେ, ଯାଇକି ଜ୍ଞାନ ବ୍ରହ୍ମଚିନ୍ତନ କରୁଥିଲେ। କିନ୍ତୁ ଏଇ ଭାଗବତର କେତୋଟି ଶ୍ଲୋକ ଶୁଣିକିରି ସେ ଭଗବାନଙ୍କ ଭକ୍ତି ପ୍ରତି, ଭଗବାନ ପ୍ରତି ଆକର୍ଷିତ ହେଲେ, ଭକ୍ତ ହେଲେ। ଏବେ ଆସିକିରି ଅଧ୍ୟୟନ କଲେ। ପ୍ରଥମ ସ୍କନ୍ଧ 4ର୍ଥ ଅଧ୍ୟାୟରେ ଶ୍ଲୋକଟି କୁହାଯାଇଛି। କ'ଣ ନା ଏ ଦ୍ୱିତୀୟ ସ୍କନ୍ଧରେ ମଧ୍ୟ କୁହାଯାଏ, ପ୍ରଥମ ସ୍କନ୍ଧରେ ମଧ୍ୟ ରହିଛି, ଦ୍ୱିତୀୟ ସ୍କନ୍ଧରେ ମଧ୍ୟ ରହିଛି। ପ୍ରଥମ ସ୍କନ୍ଧରେ ସେ କହୁଛନ୍ତି, ସ ଗୋଦୋହନ ମାତ୍ରଂ ଗୃହେଷୁ ଗୃହ ମେଦିନା। ସିଏ ସୁଖଦେବ ଗୋସ୍ୱାମୀ ଜଣକ ଗୃହକୁ କେତିକି ସମୟ ଯାଉଥିଲେ, ଗାଈ ଦୁହାଁ ସମୟ ଯେତିକି ସମୟ, ସେତିକି ସମୟ ଯାଉଥିଲେ। ସିଏ ପୁଣି କିଭଳି ଭାବରେ ଭାଗବତ ରୂପ ବୃହତ୍ ଗ୍ରନ୍ଥକୁ ଅଧ୍ୟୟନ କଲେ। ଏବଂ ସୁଖଦେବ ଗୋସ୍ୱାମୀ ନିଜେ କହିଛନ୍ତି, 2ୟ ସ୍କନ୍ଧ 1ମ ଅଧ୍ୟାୟରେ ଏକଥା ପରୀକ୍ଷିତ ମହାରାଜ କହୁଛନ୍ତି। ସେ କହିଥିଲେ, ଗୃହୀତ ଚେତା ରାଜର୍ଷେ ଆଖ୍ୟାନଂ ଯଦଧୀତବାନ୍
कौन परिनिष्ठितो निर्गुण्ये उत्तम श्लोक लीला गृहीत चेत राजस्य आख्यान दधितवा प्रथमे परिनिष्ठित निर्गुण्ये मो निर्गुण ब्रह्मचिंतन आकृष्ट थी परिनिष्ठा मोर निष्ठा थिला किंतु गृहीत चेत राजर्षि हे राजर्षि मुझे भगवान को आख्यान दधितवान भगवान को जो आख्यान ये भागवत शास्त्र मु अध्ययन कली आख्यान दधितवान गृहीत चेता राजर्षि मु आकर्षित होकर आसली ये भक्ति मार्ग को ये सब रही तेणु भक्त एमती कौन सी दृष्टांत नहीं जन भक्त बहुत वर्ष पर बहुत दिन पर ज्ञान हेले ज्ञानी हेले ना ये भक्ति मार्ग आम अच्छे ये सौभाग्य ये भागवत शास्त्र अध्ययन कर ये अमृत अमृत आस्वादन करा सब आमर बुर्लारे क्लास कहे यहाँ जो मैंने भागवत शुणे कह कोटे टंका लेखा दिज्व ताहले केते विराट बड़ आप भुवनेश्वर मध्य थी आसवे समस्ते ओडिशा जी जो अच्छे अमेरिकार आसी पहुँचे सब लोक आमको दियो कोटे टंका किंतु ये जो अमृत प्रदान करा कोटे टंका अधिक से जापर नहीं कथा आस्वादन करेंगे पीबत भागवतम रसमालय मोर रसिक भूवा प्रभुपाद महाराज कृपारू आम प्राप्त होचे रस आस्वादन कर अमृत आस्वादन करा भागवत द्वादश स्कंध 13 अध्याय 2 श्लोक आचार्य टीका कहते श्लोकटी जमती आप अष्टम स्कंद शुणे कौन अमृत बाहर थिला क्षीर समुद्र मंथन करी भाव वेद रूपक समुद्र मंथन करी भागवत रूपक अमृत आसी बाहरी एवं जुष्मद ददातु सुत गोस्वामी आशीर्वाद दे जो मैंने श्रवणकारी भागवत श्रवणकारी यहाँ प्रदान करा आउ जो श्रवण करेंगे नहीं से वंचित है जमी भगवान मोहिनी रूप देवता मान प्रदान कले असुर मान वंचित कले भागवत अष्टम स्कंद 9 अध्याय श्लोकटी अच्छा कि भाव भागवत शास्त्र एत बड़ भाग्य चिंता करूँ प्रभुपाद महाराज कृपारू आज सब रही तेणु आम बहुत बड़ भाग्य आम धारक आसीचे भागवत श्रवण करुचे अमृत आस्वादन करुचे तेणु ये विश्राम ना कह क्वेश्चन अच्छी आरंभ करवा हरे कृष्ण प्रभु जो पहले जे भक्ति ये द्राविड़ देश कौन उत्पन्न हेले आ को स्तर रहिले गुजरात रे पद्म पुराण पद्म पुराण पद्म पुराण कोटू उद्भव हैला कौन एटा भागवत महात्म्य वर्णना कर पद्म पुराण रे एटा वर्णना कर द्राविड़ देश रे उत्पन्न होइतिले उत्पन्न होइकरी कर्नाटक रे तांगा बुद्धि प्राप्त हेले ए श्लोकटी अछंती पद्म पुराण रे हेले तापरे एटा कह जाय कोठी अछि उत्पन्ना द्राविडे साहं बुद्धि कर्नाटके गता क्वचित क्वचित महाराष्ट्रे गुर्जरे जीर्णता गता एटा पद्म पुराण एटा कोठी रही पद्म पुराण रही महाराष्ट्र कौन है गुजरात रे कौन है उत्पन्न द्राविडे साहं द्राविड़ द्राविड़ देश कहले दाक्षिणात्य दाक्षिणात्य उत्पन्न होता एवं बुद्धि कर्नाटक गते गता कर्नाटक रे मोर टिके बुद्धि प्राप्त हेली मु एवं क्वचित क्वचित महाराष्ट्र किछि मोर बुद्धि प्राप्त होता किंतु मु गुर्जरे जीर्णता गता गुजरात रे मुझे आसी पहुँची गली मोर जीर्णता हो गला मु वृद्धा हो गली किंतु जो वृंदावन आसी पहुँची गले भक्ति देवी से पुणी तरुण हो गले किंतु तांकर जो रही पुत्र 2 जन ये ज्ञान एवं वैराग्य ये 2 जन से वृद्ध होकर रही सी युवक हो पारे ना किंतु ये पद्म पुराण वर्णना कराई जिते से शुणिले भागवत को
ସେତେବେଳେ ସେ ପୁଣି ଯୁବକ ହେଇଗଲେ। ଭାଗବତ ଶାସ୍ତ୍ର ଏଭଳି ରହିଛି। ଜଣେ ଯଦି ପଚାରିବ ଏଇଟା କାହିଁକି ଏମିତି ହେଲେ, କର୍ଣ୍ଣାଟକରେ ବୁଦ୍ଧିପ୍ରାପ୍ତ ହେଲେ, ପୁଣି ଏଠି ଜରାଜୀର୍ଣ୍ଣ ହେଇଗଲେ କାରଣ କଣ, ରିଜିନ କଣ? ଗୁଜୁରାଟରେ ଜରାଜୀର୍ଣ୍ଣ ଅବସ୍ଥା ବୃଦ୍ଧିପ୍ରାପ୍ତ ହେଇଗଲେ, ସେମାନେ କଣ ବୃଦ୍ଧି ହେଲାନି ନା? ଏଇଟା ଭାଗବତ ମହାତ୍ମ୍ୟକୁ ସ୍ଥାପନ କରିବା ପାଇଁ ଏଇଟା ବ୍ୟବସ୍ଥା କରାଯାଇଛି। ଭକ୍ତି ଦେବୀ ସବୁବେଳେ ପାଇଁ ରହିଛି। ଶିଶୁ ଜାଣିବୁ ନା ଆଉ କଣ ସାଉଣ୍ଡ ବାହାରେ କଣ? ହରେ କୃଷ୍ଣ। ହରେ କୃଷ୍ଣ ପ୍ରଭୁଜୀ, ଏହା କଳିର ପ୍ରଭାବ ହେଇପାରେ। ଏଇଟା ଏଇଟା କଳି ଯୁଗର କଥା ନୁହଁ, କଳି ଯୁଗ ପୂର୍ବର ଘଟଣା ଏଇଟା। ଭକ୍ତିର ପୋଷଣ ନହେଲେ ଯୋଉଠି ଯୋଉଠି ଗଲେ, କର୍ଣ୍ଣାଟକରେ ତ ଭଗବାନଙ୍କର ଅଛି ସବୁ ମାନେ ଚର୍ଚ୍ଚା ଅଛି, ଗୁଜରାଟରେ କମ ଥିବ, ସେଥିପାଇଁ ଯୋଉଠି ଭକ୍ତିର ଅଭାବ ରହିଲା, ଅସୁସ୍ଥ ହେଲେ ମାନେ ଖାଦ୍ୟ ତ ଭକ୍ତି ଥିଲା ନା। ଏଇଟା ଭାଗବତର ମହାତ୍ମ୍ୟକୁ ବର୍ଣ୍ଣନା କରିବା ପାଇଁ ଏଇଟା କୁହାଯାଇଛି। ବା ସେ ଦେଶରେ ଏଭଳି ଭାବରେ ଭକ୍ତିର ନଥିଲା, ଯୋଉଥିପାଇଁ କି ଏ ବୃଦ୍ଧା ହେଇଗଲେ, ଏସବୁ ରହିଛି। କଣ କାରଣ ହେଇପାରେ ମୁଁ କହିପାରୁନି। ଓଡିଶା କଥା କିଛି କୁହାଯାଏନି। ଓଡିଶା କଥା ନାହିଁ। ଏଇ ଯୋଉ ସ୍ଥାନର ସବୁ ପ୍ରଭାବ ନାହିଁ କି? ସ୍ଥାନର ପ୍ରଭାବ ରହିଛି। ଆମେ କହିଲେ ନା ଅଧିଷ୍ଠାନ, ସ୍ଥାନର ପ୍ରଭାବ ରହିଛି। ସ୍ଥାନର ପ୍ରଭାବ। ଏ ଦ୍ରାବିଡ ଓଡିଶା ତ ପ୍ରଥମ ଆଗେ ଦ୍ରାବିଡ ଓଡିଶା ଇଏଟା କୁହାହଉଥିଲା ତ। ଦ୍ରାବିଡଟା ଦାକ୍ଷିଣାତ୍ୟ ନା କୋଉଟା? ଦାକ୍ଷିଣାତ୍ୟ। ପ୍ରଭୁଜୀ ଏଇଟା କହିଲେ ବଂଶୀ ବିଭୂଷିତ କରାର ନବନୀର ଦାଭାଦ ପୀତାମ୍ବର, ଏଇଟା କିଏ ଲେଖିଲେ କହିଲେ? ମଧୁସୂଦନ ସରସ୍ୱତୀ। ମଧୁସୂଦନ ସରସ୍ୱତୀ ଭଗବାନଙ୍କର ପଦ୍ମ, ଯୋଉ ପାଦ ପଦ୍ମ, ମାନେ ପଦ୍ମ ପାଦ, ଅରବିନ୍ଦାକ୍ଷ, ଏଇଟା ମାନେ ଭଗବାନଙ୍କର ଯୋଉ ପଦ୍ମର ଯୋଉ ଅଛି, କହିଲେ ବ୍ୟାଖ୍ୟା ପ୍ରଭୁଜୀ ମଧୁସୂଦନ ଶତପଥୀ ଇଏ କଣ ବ୍ରହ୍ମବାଦୀ ଥିଲେ? ସରସ୍ୱତୀ ମଧୁସୂଦନ ସରସ୍ୱତୀ ଇଏ ଥିଲେ ଶଙ୍କରାଚାର୍ଯ୍ୟଙ୍କର ଧାରାରେ ଆସୁଥିଲେ, ମାୟାବାଦୀ। ସେ ଭଗବତ ଗୀତାର ଭାଷ୍ୟ ଦେଇଛନ୍ତି, ସେ ମଧୁସୂଦନ ସରସ୍ୱତୀ ପାଦ। ପ୍ରଭୁଜୀ, ହରେ କୃଷ୍ଣ ପ୍ରଭୁଜୀ, ଭକ୍ତି ଦେବୀଙ୍କର ଏଇ କଥାଟି କୋଉ ଟାଇମର, କଳି କାଳର ନା ତା ପୂର୍ବର? এইটা কলিকাল ପୂର୍ବରୁ ମୁଁ ଭାବୁଛି, କଳିକାଳ ପୂର୍ବର ଘଟଣା ଏଇଟା। ଗୋକର୍ଣ୍ଣ ଉପାଖ୍ୟାନ ରହିଛି, ଏ ବହୁତ ପୁରାତନ କଥା, ଏଇଟା ବହୁତ ପୁରାତନ କଥା। ଗୋକର୍ଣ୍ଣ ଏଇଟା ଏଇଠି ଭାଗବତ ମହାତ୍ମ୍ୟରେ ଏଇଟା ବର୍ଣ୍ଣନା କରି, ପଦ୍ମ ପୁରାଣରେ ବର୍ଣ୍ଣନା, ଗୋକର୍ଣ୍ଣ ଉପାଖ୍ୟାନ ରହିଛି ଗୋଟେ। ଏସବୁ କଳି କୁହାଯାଇଛି ଭାଗବତ ମହାତ୍ମ୍ୟରେ। କଣ କହିଲେ? ଭାଗବତ ମହାତ୍ମାରେ ଏସବୁ କଳିଯୁଗର ଘଟଣା ବୋଲି ବର୍ଣ୍ଣନା କରାଯାଇଛି। ଗୋକର୍ଣ୍ଣ ଉପାଖ୍ୟାନ, ଆଉ ଚାରିକୁମାରଙ୍କର ଉପାଖ୍ୟାନ, ତାପରେ ସୁତ ସନକ ଏବଂ ସୁଖଦେବ ପରୀକ୍ଷିତ ସମ୍ବାଦ। ଏତ କେତେ ବର୍ଷ ପରେ ହେଇଛି, ପ୍ରଥମେ କୋଉଟା ହେଲା, ତାର କେତେ ବର୍ଷ ପରେ କୋଉଟା ହେଇଛି, ତାପରେ କେତେ ବର୍ଷ ପରେ କୋଉଟା ହେଇଛି, ଏସବୁ ବର୍ଣ୍ଣନା ହେଇଛି ଭାଗବତ ମହାତ୍ମ୍ୟରେ। ଆଚ୍ଛା ଆଚ୍ଛା। ସୁଖଦେବ ଗୋସ୍ୱାମୀ ଯେତେବେଳେ ପରୀକ୍ଷିତ ମହାରାଜ କହୁଥିଲେ ଭାଗବତ, এটা ଭଗବାନ ଚାଲିଯିବାର 30 ବର୍ଷ ପରେ ଘଟଣା। এটা ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। 30 ବର୍ଷ ପରେ, ତାର 200 ବର୍ଷ ପରେ ସୁତ ଗୋସ୍ୱାମୀ ନୈମିଷାରଣ୍ୟରେ ପୁଣି ଭାଗବତମ୍ କହିଲେ। এই দুইটি কথা রয়েছে ପଦ୍ମପୁରାଣ। ପ୍ରଭୁଜୀ, ଏ ଯୋଉ ଆମେ ଭଗବାନ ବାସୁଦେବ ଅଛନ୍ତି, ତାହେଲେ ଆମେ କହିଲେ ଯେ ଭଗବାନ ବାସୁଦେବ ଅଛନ୍ତି ବସୁଦେବଙ୍କ ପୁତ୍ର, ତେଣୁକରି ସେ ତାଙ୍କ ନାଁ ବାସୁଦେବ। କିନ୍ତୁ ଆମର ପ୍ରଥମ ଚତୁର୍ବ୍ୟୁହରେ ତ ଭଗବାନ ପ୍ରଥମେ ତାଙ୍କ ନାମ ବାସୁଦେବ ଥିଲା, ବାସୁଦେବ ଶଙ୍କର୍ଷଣ
ପ୍ରଦ୍ୟୁମ୍ନ ଅନିରୁଦ୍ଧ ଥିଲେ ସେମାନେ ନାମ ମାନେ ବସୁଦେବଙ୍କ ପୁତ୍ର ହିସାବରେ ନାମ ନା ତାଙ୍କର ମୂଳ ନାମ ବାସୁଦେବ? ନା ନା, ବସୁଦେବ କହିବାର ଉଦ୍ଦେଶ୍ୟ ହଉଛି, ବସୁଦେବ ଶବ୍ଦର ଅର୍ଥ ହଉଛି ସତ୍ୟଂ ବିଶୁଦ୍ଧମ ବସୁଦେବ। ଚତୁର୍ଥ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏ ଶ୍ଲୋକଟି ଅଛନ୍ତି। ବିଶୁଦ୍ଧ ସତ୍ୟ ସ୍ତରର ବିଶୁଦ୍ଧ ସତ୍ୟ ହଉଛି ବସୁଦେବ। ତେଣୁ ଭଗବାନ ପିତାଙ୍କ ନାମ ଯୋଉ ବସୁଦେବ ରହିଛି, ବସୁଦେବ ସେଇ ସ୍ତରରେ ଥିଲେ, ଶୁଦ୍ଧ ସତ୍ୟ ସ୍ତରର। ତେଣୁ ସେ ଭଗବାନ ପ୍ରାପ୍ତ ହେଲେ, ବାସୁଦେବ ସ୍ତରକୁ ପ୍ରାପ୍ତ ହେଲେ। ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଆସିବ ବସୁଦେବ କିଏ ନା, ସିଏ ଯେତେବେଳେ ଭଗବାନ ଆବିର୍ଭାବ ହେଇଥିଲେ ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଶ୍ଲୋକଟି ଅଛନ୍ତି। ତମେବ ପୂର୍ବ ସ୍ୱର୍ଗେ ଭୂ କୃଷ୍ଣୀ ସ୍ୱୟଂ ଭୁବ ସତୀ ତଦାୟଂ ସୁତପା ନାମ ପ୍ରଜାପତି ଅକର୍ମସ। ବସୁଦେବ ଆସିଲେ, ଭଗବାନ ଆସିଲେ ତାଙ୍କ ପୁତ୍ର ରୂପରେ। ତାର ଇଏ କୋଉଠି ଆହୁରି ବହୁତ ବର୍ଷ ତଳର କଥା, ସତ୍ୟ ଯୁଗର ଘଟଣା। ବିଗିନିଂ ସ୍ୱୟଂଭୁବ ମନୁଙ୍କର ସତ୍ୟ ଯୁଗର ଘଟଣା। ସେଇ ସମୟରେ ଇଏ ଥିଲେ, ସୁତପା ଥିଲେ ଏବଂ ତାଙ୍କ ପତ୍ନୀଙ୍କର ନାମ ଥିଲା ପୃଷ୍ଣି। ତେଣୁ ସେତେବେଳେ ସେ 12,000 ବର୍ଷ ଧରି ତପସ୍ୟା କରିଥିଲେ। ତେଣୁ ଭଗବାନ ତାଙ୍କ ପାଖରେ ଆବିର୍ଭାବ ହେଇଥିଲେ ବସୁଦେବ। ଶୁଦ୍ଧ ସତ୍ୟ ସ୍ତରର ଶୁଦ୍ଧ ସତ୍ୟ ବସୁଦେବ ସ୍ତରର ଅର୍ଥ ହଉଛି, ବସୁଦେବ ଶବ୍ଦର ଅର୍ଥ ହଉଛି ଶୁଦ୍ଧ ସତ୍ୟ। এই ଚତୁର୍ଥ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଶ୍ଲୋକଟି ସୁଖଦେବ ଶିବଜୀ କହୁଛନ୍ତି ସତୀଦେବଙ୍କୁ। ବସୁଦେବ ସ୍ତରର ଅର୍ଥ, ବସୁଦେବ ଅର୍ଥ ହଉଛି ଶୁଦ୍ଧ ସତ୍ୟ। ତେଣୁ ସେ ସେଇ ସ୍ତରରେ ଥିଲେ, ତେଣୁ ସେ ଭଗବାନ ପ୍ରାପ୍ତ ହେଲେ। କେମିତି ଜଣେ ଭଗବାନ ପ୍ରାପ୍ତ ହବ? ଆମେ ସମସ୍ତେ ଯେତେବେଳେ ସେ ଶୁଦ୍ଧ ସ୍ତରକୁ ଯିବା, ଶୁଦ୍ଧ ସତ୍ୟ ସ୍ତରକୁ, ବସୁଦେବ ସ୍ତର। ତେଣୁ ଆମେ ବାସୁଦେବଙ୍କୁ ପ୍ରାପ୍ତ ହବା, ଭଗବାନ ବାସୁଦେବ। ଶୁଦ୍ଧ ଯୋଉ ଚତୁର୍ଭୁଜର ବାସୁଦେବ ସେ ଭଗବାନ ଚତୁର୍ଭୁଜ ରୂପରେ ନିଜକୁ ବିସ୍ତାର କରିଛନ୍ତି। ମୂଳ ଭଗବାନ ହେଲେ କୃଷ୍ଣ, ତାଙ୍କଠାରୁ ବିସ୍ତାର ଆସିଲେ ବଳରାମ, ତାଙ୍କଠାରୁ ଆସିଲେ ଚାରି କୁମାର, ଏ ଚାରି ଚତୁର୍ଭୁଜ ବାସୁଦେବ, ଶଙ୍କର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ। ତେଣୁ ସେ ବାସୁଦେବ। ଏ ଶ୍ଲୋକ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏ ଶ୍ଲୋକଟି କହିଛନ୍ତି ନାରଦ ମୁନି ବ୍ୟାସଦେବଙ୍କୁ। ଏ ଶ୍ଲୋକ ଏତେ ଗୁରୁତ୍ୱପୂର୍ଣ୍ଣ, ଚତୁର୍ଭୁଜ ଶ୍ଲୋକଟି ରହିଛି ଏତେ ଗୁରୁତ୍ୱପୂର୍ଣ୍ଣ। ଏଇ ଶ୍ଲୋକକୁ ପାଠ କରି ସେ ନାରଦ ମୁନି ଭଗବାନ ଦର୍ଶନ କଲେ। ପ୍ରଥମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଓಂ ନମସ୍ତୁଭ୍ୟଂ ଭଗବତେ ବାସୁଦେବାୟ ଧୀମହି ପ୍ରଦ୍ୟୁମ୍ନ ଅନିରୁଦ୍ଧାୟ ନମଃ ଶଙ୍କର୍ଷଣାୟ ଚ। ଏଇ ଶ୍ଲୋକଟିକୁ ଦେଇଥିଲେ ଚାରି ଯୋଉ ଆସିଥିଲେ ବ୍ରହ୍ମବାଦୀ ମା ଆସିଥିଲେ, ନାରଦଙ୍କର ପୂର୍ବ ଜନ୍ମର କଥା। ତାଙ୍କ ମା ଥିଲେ ଜଣେ ଦାସୀ ପୁତ୍ର ଥିଲେ, ଦାସୀ ଥିଲେ। ସେଇଠି ଏଇ ଗୋଟେ ଚତୁର୍ମାସରେ ଏମାନେ ଆଶ୍ରୟ ନେଇଥିଲେ। ସେଇଠି ଏଇ ଜ୍ଞାନଟି ଦେଇଥିଲେ, ଶ୍ଲୋକଟି ତାକୁ କହିଥିଲେ। ନାରଦ ଛୋଟ ପିଲା ଅବସ୍ଥାରେ, 5 ବର୍ଷର ବାଳକ ସେ ଥିଲେ। ଏବଂ ସେ ଯେତେବେଳେ ଚାଲିଗଲା ପରେ ତାଙ୍କ ମାଙ୍କର ସର୍ପଦର୍ଶନର ମୃତ୍ୟୁ ହେଲା ଏବଂ ସେ ଗଲେ ଉତ୍ତର ଦିଗକୁ ଗଲେ। ଯାଇକିରି ଗୋଟେ ସ୍ଥାନରେ, ଏ ପ୍ରଥମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଗୋଟେ ସ୍ଥାନରେ ଗୋଟେ ଜଳାଶୟରେ ସ୍ନାନ କରିକିରି ଧ୍ୟାନ କଲେ, ସେଇ ଶ୍ଲୋକକୁ ପାଠ କଲେ। ଓಂ ନମସ୍ତୁଭ୍ୟଂ ଭଗବତେ ବାସୁଦେବାୟ ଧୀମହି ପ୍ରଦ୍ୟୁମ୍ନ ଅନିରୁଦ୍ଧାୟ ନମଃ ଶଙ୍କର୍ଷଣାୟ ଚ। ଭଗବାନ ଦର୍ଶନ କଲେ, ଭଗବାନ ଦର୍ଶନ କଲେ। ଦର୍ଶନ ଯେତେବେଳେ କରିଦେଲେ, ସେତେବେଳେ ତାଙ୍କୁ ଚକ୍ଷୁରେ ଲୋତକ ଆସିଗଲା, ଅଷ୍ଟସତୀକି ବିକାର ଆସିଗଲା, ଆଉ ସେ କିଛି ଦେଖିପାରିଲେ ନାହିଁ, ଭଗବାନ ଉଭେଇ ଗଲେ। ତାପରେ ଯେତେବେଳେ ପୁଣି ସେ ସୁସ୍ଥ ହେଲା ପରେ ଦେଖିଲେ, ଆଉ ଭଗବାନ ପାଇଲେ ନାହିଁ। ତେଣୁ ଆକାଶବାଣୀ ହେଲା, ତମେ ଏ ଜନ୍ମରେ ମତେ ଆଉ ଦେଖିପାରିବ ନାହିଁ। ପୁଣି ନେକ୍ସଟ ତମର ଦେଖା ହବ ଆମ ସହିତ। ତା ପର ଜନ୍ମରେ ସେ ଆସିଲେ, ବ୍ରହ୍ମାଙ୍କର ପୁତ୍ର ରୂପରେ ଆସିଲେ, ନାରଦ ରୂପରେ ଆସିଲେ। ଭଗବାନ ତାଙ୍କୁ ବୀଣା ଦେଇଛନ୍ତି। ଏ ବୀଣା ନାରଦ ମୁନି ବାଜାଏ ବୀଣା ରାଧିକା ରମଣ ନାମେ। ହରେ କୃଷ୍ଣ ପ୍ରଭୁଜୀ, ଭଗବାନଙ୍କ ଶରୀରକୁ ଯୋଉ ପଦ୍ମରେ ବିଭକ୍ତ କରାଯାଇଛି। ଗୋଟେ ହେଲା ପଦାରବିନ୍ଦ, ପଦ୍ମନୟନ, ପାଦ ପଦ୍ମ, ଆଉ ଗୋଟେ ପଦ୍ମନାଭ। ଏ ଚାରିଟା ଜାଣିଲି। ଆଉ କେତେଟା 8ଟା ନା କଣ କହିଲେ? ଭଗବାନ ମୁଖ ପଦ୍ମ, ଆଜ୍ଞା, ଆଉ ତାଙ୍କର ପଦ୍ମନୟନ ଚକ୍ଷୁ,
ଦୁଇଟି, ଆଜ୍ଞା 2 1 3, ଆଜ୍ଞା ହସ୍ତପଦ୍ମ 2, ହସ୍ତପଦ୍ମ ଆଚ୍ଛା ହସ୍ତ ହାତ ଆଜ୍ଞା ହାତ ମଧ୍ୟ ପଦ୍ମ ଭଳି, ଆଜ୍ଞା ତାଙ୍କ ନାଭି ପଦ୍ମ, ହଁ ତାପରେ 2 ପାଦ ପଦ୍ମ, 2 ପାଦ ପଦ୍ମ, ସେଟା 7 ହେଲା ନା 1 8 2 ହେଲା ନା 7 1 ହେଲା 2 2 1 2 2 8 ପାଦ 6 2 8 ଆଜ୍ଞା ଆଜ୍ଞା 2 ପାଦ ନିଆଗଲା କିନ୍ତୁ 2 ହସ୍ତ ତ ନିଆଗଲାନି। ନିଆଗଲା ନା ଗଣନ୍ତୁ। ହସ୍ତପଦ୍ମ ହସ୍ତ ହେଲା ଗୋଟିଏ, ଦିଟାକୁ ଗୋଟାଏ ବୋଲି ନିଆଗଲା। କାହିଁକି ଗୋଟାଏ ଆଜ୍ଞା ଗୋଟାଏ ବୋଲି କାହିଁକି ନେବେ? ସେଟା ହେଲା ପରା ନୟନ ପଦାର ବିନ୍ଦ ପଦ୍ମ ନୟନ ମଧ୍ୟ 2ଟା ନା, 2ଟା ନୟନ ରହିଛନ୍ତି, ନୟନ 2ଟା ପଦ୍ମ ଭଳି ରହିଛି ଭଗବାନଙ୍କର। 28 ରୁ 32 ଆମେ କହିଥିଲେ 5ଟି ଶ୍ଲୋକରେ ଜ୍ଞାନ ବିଷୟରେ କହୁଛନ୍ତି ଭଗବାନ କପିଳଦେବ। 32 ନମ୍ବର ଶ୍ଲୋକଟି ପାଠ କରିବା। हरे कृष्ण। श्लोक नंबर 32। ज्ञान योग समन्विषु निर्गुण भक्ति लक्षण द्वयोरप्येव एवार्थो भगवत सद लक्षण भगवत सद 32 ରୁ 36 ये 5ଟି ଶ୍ଲୋକରେ ଭଗବାନ ଏ ଯୋଉ ଭଗବାନଙ୍କର ଅନୁଭବ କରିବାର ବିଭିନ୍ନ ପ୍ରକାର ଯେଉଁ ଉପାୟ ସବୁ ରହିଛି ଏସବୁ ବିଷୟରେ ବର୍ଣ୍ଣନା କରାଯାଉଛି। ତେଣୁ 32 ନମ୍ବର ଶ୍ଲୋକରେ କହିଲେ ନୈର୍ଗୁଣ୍ୟ ଜ୍ଞାନ ଯୋଗ ମନିଷ୍ଠ ଭକ୍ତି ଯୋଗ ଦ୍ୱୟୋ अपि एक एव भगवत शब्द लक्षण अर्थ, अर्थात निर्गुण ब्रह्म विषय का किया गया ज्ञान योग और मेरे प्रति किया गया भक्ति योग दोनों का फल एक एक होता है। उसे ही भगवान शब्द में अभिहित किया जाता है। तेणु ज्ञान जो नैर्गुण्य ज्ञान योग मनिष्ठ भक्ति योग, भक्ति और ज्ञान माने कहले नैर्गुण्य भगवान जो तांकर रूप नहीं बा तांकर जो ज्योति रही ये निर्गुण गुण ऊर्ध्वर से निर्गुण 3 गुण ऊर्ध्वर से निर्गुण्य ज्ञान जोगर माध्यम जड़े से निर्गुण अवस्था को प्राप्त हो पार। जो भगवद्गीता भगवान कहले 18 अध्याय ब्रह्मभूत प्रसन्नात्मा ब्रह्मभूत स्तर से जापर निर्गुण्य अवस्था से द्वयो अपि एक एव भगवत शब्द लक्षण अर्थ, 2टा जाक से भगवत शब्द भी कह भगवत शब्द 2टा जाक भगवत भगवत बुझाऊँ ये कहले। तेणु ये श्लोक प्रभुपाद महाराज कहते one can achieve the result of wise philosophical 2य अध्याय भगवान कहले कि कथाटी कौन से 2 प्रकार सब रही ज्ञान योग्य रही 2य अध्याय से श्लोकटी अच्छा कौन जे ना 3य अध्याय कहते कौन 2 प्रकार सब रही मु तुमको कही 3य अध्याय को नंबर श्लोक 2 3 नंबर श्लोक यहाँ कही मुझे तुमको प्रथम कही एक कथा अर्जुन शुणिक 2य अध्याय ज्ञान शुणिक 3य अध्याय कहले ना प्रभु आपन जो सब कहते ज्ञान कौन ये जो सब आप कहते मोर बुद्धि नष्ट हो जाऊँगी बुद्धि कौन
जायसी चेत कर्मणास्ते मता बुद्धि जनार्दन तत्किं कर्माणि घोरे मांग नियोजयसी केशव। ଆପଣ ଯୋଉ କଥା କହୁଛନ୍ତି ମୋର ବୁଦ୍ଧି ମୋହ ହେଇଯାଉଛି, ବ୍ୟାମିଶ୍ରେଣ ବାକ୍ୟାନ ବୁଦ୍ଧି ମୋହ ଆସିମେ ଦେଖ ପଦ ନିଶ୍ଚୟ ଜେନ ଶ୍ରେୟ ହଁ ଗୋଟିଏ ଗୋଟିଏ କୁହନ୍ତୁ ଶ୍ରେୟଟା କୋଉଟା। ତେଣୁ ଭଗବାନ ସେ ଶ୍ଲୋକର ଉତ୍ତରରେ କହିଲେ ଲୋକେସ୍ମିନ୍ ଦ୍ୱିବିଧା ନିଷ୍ଠା ପୁରା ପ୍ରୋକ୍ତା ମାୟାନଘ ଜ୍ଞାନ ଯୋଗେନ ସଂଖ୍ୟାନାମ କର୍ମ ଯୋଗେନ ଯୋଗିନ ଏସବୁ କହିଥିଲେ। ତେଣୁ ପ୍ରଭୁପାଦ ମହାରାଜ one can achieve the result of wise philosophical speculation simply by discharging devotional service କହିଲେ ନା ज्ञान भक्ति भगवान भक्ति कले ज्ञान आसीबो सेटा क्वेश्चन भगवान मार and unless one reaches the point of understanding the personality of Godhead by his mental speculation all his research work is said to be simply a labor of love। बहुत परिश्रम करछंती किंतु भगवान जानि पारले नाही। तेणु एटा 33 नंबर श्लोक पाठ करिवा 28-44। हरे कृष्ण। श्लोक नंबर 33 जथेन्द्री पृथक द्वारे अथो बहु गुणाश्रय एको नाने यते तद्वत् भगवान शास्त्र वर्मुभिः। এই কথাটি ମୁଁ ଆପଣଙ୍କୁ କହୁଥିଲି এই ଶ୍ଲୋକଟି କଥା କହୁଥିଲି କଣ ଯଥା ବହୁ ଗୁଣାଶ୍ରୟ ଏକ अर्थ पृथक द्वारे इंद्रिय नाने यते तद्वत् शास्त्र बट्म भी भगवान नाने यते ये उदाहरण से कह जमती यथा बहु गुणाश्रय एक अर्थ बहुगुणाश्रय कहले रूप रस गंध इत्यादि अनेक गुणर आश्रयभूत एक ही द्रव्य गोटे द्रव्य भिन्न भिन्न इंद्रियों द्वारा भिन्न भिन्न प्रकार से अनुभूत होता है। हम कहले ना क्षीरटा उदाहरण देले सेटा वैसे ही शास्त्र के विभिन्न मार्गों द्वारा एक ही परमात्मा के भिन्न रूप से अनुभूति होते हैं। परमात्मा शास्त्र रे विभिन्न मार्ग रे माध्यम रे भगवान विभिन्न प्रकार अनुभूत होती से एका से भगवान अद्वैत ज्ञान तत्व नॉन डुअल सब्सटेंस दुई नुह एक वस्तु से। तेणु प्रभुपाद महाराज कहते दिस इज ऑल्सो कन्फर्म इन भगवद गीता भक्त्या माम अभिजानाति। भगवद गीता रे भगवान कहले 18 अध्याय 56 श्लोक ना केते भक्ति रे मते जानिबे तत्व रे जानिबे इफ वन वांट्स टू अंडरस्टैंड द एब्सोल्यूट ट्रूथ इन परफेक्शन ही मस्ट टेक टू डिवोशनल सर्विस। भक्ति रे पूर्ण भाव ज्ञान हो पार अन्य माध्यम रे आंशिक ज्ञान हम। तेणु 37-43 ये 7टी श्लोक भगवान कहते हु कैन एंड कैनॉट रिसीव दिस नॉलेज को माने ये ज्ञान प्राप्त हेबे एवं किए प्राप्त हो पारे ना। तेणु 39 नंबर श्लोक पाठ करवा हरे कृष्ण। श्लोक नंबर 39 नैतत्फला योपदिशेन नाविनीताय मुक्तहेत् न स्तब्धाय न भिन्नाय नैव धर्म ध्वजाय च। 39-40 दुईटा श्लोक पाठ करूँ 40 श्लोक नंबर 40 न लोलुपायोपदिशेन गृहारूढ़ चेतसे ना भक्ताय च मे जातु न मद्भक्त दुष्टामपि द्विषामपि। न भक्त विषामपि ये जो जमी भगवद गीता रे भगवान सब ज्ञान देले से भाव में लास्ट को कहले अर्जुन को एटा को जो मांग अविश्वती तो दब ना श्लोकटी लास्ट को कहले भगवान अर्जुन को। ये महाप्रभु भगवान कहते एतत् खड़ाय च
ତ ଉପदिशेत न अभिनीता ଏଇଟା କୁ ଦବା ନାହିଁ, ସେମାନଙ୍କୁ ଦବା ନାହିଁ, ଖଳ ବ୍ୟକ୍ତିକୁ ଉପଦିशेत न अभिनीता जो କରିଚିତ अभिनीता ଯେଉଁମାନେ ବିନୀତ ବ୍ୟକ୍ତି ନୁହନ୍ତି, न स्तब्धाय ଯେଉଁମାନେ ये ଧର୍ମ ଧ୍ୱଜି ଏମାନଙ୍କୁ ଦବ ନାହିଁ, न स्तब्धाय न भिन्नाय नैव धर्म ध्वजाय च न लोलुपाय उपदिशेत लोलुप व्यक्ति लोभी व्यक्ति मान प्रदान करबा नहीं, गृहारूढ़ाय चेतसे न जो मानकर मन गृह प्रति आसक्त रही देवा नहीं, ना भक्ताय च में जातु न मदभक्त विषामपि भक्त को जो माने विद्वेष कर दबा नहीं, न भक्त न भक्त दिशा भक्त द्वेषी जो द्वेष कर भक्त को दवाई मना कर 39-40 दुईटी श्लोक कहगला। तेणु 42 नंबर श्लोक पाठ करवा। श्लोक नंबर 42। बहिर्जात विरागाय शांतचित्ताय दीयताम निमश्चराय शुचये जस्याहं प्रेयसां प्रियः। एक पूर्व श्लोक पाठ कर 41 श्लोक पाठ कर। हरे कृष्ण। श्रद्धानाय भक्ताय विनीताय अनुसूयवे भूतेषु कृतमैत्राय शुश्रूषाभिरताय च। श्रद्धानाय भक्ताय श्रद्धा जो मान रही श्रद्धानाय भक्ताय विनीताय अनसूयवे विनीत व्यक्ति जो माने असूया करुना द्वेष करुना भूतेषु कृत मैत्राय सब जीवों प्रति जो माने मैत्री भाव आचरण कर शुश्रूषाभिरताय बा अन्य मानकर सेवा कर बहि जात विरागाय जो मानकर भौतिक जगतपति विराग जात है शांत चित्ताय शांत चित्त निर्मत्सराय जो मानकर द्वेष नहीं निर्मत्सराय शुचय शुचि संपन्न व्यक्ति अहं प्रियसांग प्रिय जो माने प्रियसांग प्रिय माने प्रिय भली परम प्रिय भगवान जो मानती प्रियसांग प्रिय एतेभ्य अश्व उपदेश कर्तव्य एमान को उपदेश दब भगवान मत से कथा कहले अर्जुन को न एतत् कौन श्लोक कहे जो कौन न एत जो दब नहीं जो न भक्त कदाचन न सुश्रमाच न च मांग जो अविश्वती ऐसा रही मन दबा नहीं। भागवत में शुणा भगवान जो उद्धव ज्ञान देवे से कथा से कहे कौन योग्य कौन अयोग्य तेणु श्लोक 22 नंबर श्लोक कही Prabhupada Maharaj Surabhasra. In the beginning, no one can be elevated to the highest stage of devotional service. भक्तिर विभिन्न स्तर रही आरंभ जन से स्तर को जापर ना। Here भक्त means one who doesn't hesitate to accept the reformatory process for becoming a भक्त। विभिन्न स्तर कथा कह भक्त कहले माने कनिष्ठ भक्त
In order to become a devotee of the Lord, one has to accept a spiritual master and inquire from him about how to progress in devotional service. ତେଣୁ ଏ ଭକ୍ତି ପ୍ରାପ୍ତ ହେବା ପାଇଁ ଜଣେ ଜଣେ ଉପଯୁକ୍ତ ସଦ୍ଗୁରୁଙ୍କର ଶରଣରେ ଯାଇକରି ତାଙ୍କ ପାଖରେ ଜିଜ୍ଞାସା କରିବେ। 43 ନମ୍ବର ଶ୍ଲୋକଟି ପାଠ କରିବା। श्लोक नंबर 43। जयदं शृणुयाद अम्ब सधया पुरुषः सकृत् जो बाभिधत्ते मच्चितः सभेति पदवीं च मे। ଏ ଯୋଉ ଆମେ ଶୁଣିଲେ କଥା ତାର କ'ଣ ଫଳ ଫଳଶ୍ରୁତି ଏଟାକୁ କୁହାଯାଏ। ଆମେ ଯୋଉ ଆଜି ଶୁଣିଲେ ଏ କଥା ସବୁ ଆମେ ତ ସଂକ୍ଷେପରେ ଶୁଣିଲେ, ଯେଉଁମାନେ ପୂର୍ଣ୍ଣ ଭାବରେ ଶୁଣିଲେ ସଂକ୍ଷେପରେ ମଧ୍ୟ ସେଇ ଫଳ ପ୍ରାପ୍ତ ହେବେ। ଯାହା ହଉ ଯେଉଁମାନେ ଶୁଣିବେ ତାହାର କ'ଣ ଫଳ ନା, ହେ ଆମ୍ବ, ମାଙ୍କୁ ସମ୍ବୋଧନ କରି କହୁଛନ୍ତି, ହେ ଆମ୍ବ, ଯାହା ପୁରୁଷ ମଚିତ ଶ୍ରଦ୍ଧୟା ଇଏ ସକୃତ ଶୁଣିୟାତ, ଗୋଟିଏ ଥର ଯଦି ଶୁଣିବେ, ମଚିତ ମନକୁ ଭଗବାନ ପାଖରେ ଲଗେଇଦେବେ, ମଚିତ ଏବଂ ଶ୍ରଦ୍ଧା ଶ୍ରଦ୍ଧା କରି ବିଶ୍ୱାସ ସହିତ ଯେଉଁମାନେ ସକୃତ ଗୋଟିଏ ଥର ଶ୍ରବଣ କରିବେ, ଯହ ଅଭିଧତ୍ତେ ମେ ପଦବୀ ହି ଏତି। ଅଭିଧତ୍ତେ କହିଲେ ଭଗବାନ ପାଦପଦ୍ମକୁ ପ୍ରାପ୍ତ ହେବେ, ମେ ପଦବୀ ଇତି, ଏତି କହିଲେ ଆସିବେ ଭଗବାନ ପାଦପଦ୍ମକୁ ଯିବେ। ପଦବୀ ନିଶ୍ଚିନ୍ତ ଭାବରେ ହି ଭଗବାନ କହିଲେ, ସେଦିନ ଭଗବାନ ପାଖକୁ ଯିବା ଆମେ ନିଶ୍ଚିତ। ଶ୍ରବଣ ଫଳ ହେଉଛି ଏଇଟା, ଆଚାର୍ଯ୍ୟମାନେ କହୁଛନ୍ତି। ତେଣୁ ଏଭଳି ଭାବରେ ଭଗବାନ କଥା ଆମକୁ ସୁଯୋଗ ମିଳିଲା। ସୁଦର୍ଶନ କହୁଛନ୍ତି ଯେ ଏତତ୍ ଶ୍ରବଣ କୀର୍ତ୍ତନ ପରସ୍ୟାପି ମତ୍ ପଦପ୍ରାପ୍ତିରେବ ଫଳମ୍ ଇତ୍ୟାହ। ଏ ଯେଉଁ ଆମେ ଶ୍ରବଣ କଲେ, କୀର୍ତ୍ତନ କଲେ, ଆପଣ ଶ୍ରବଣ କଲେ, ମୁଁ କୀର୍ତ୍ତନ କଲି, ଆର ଫଳ ହେଉଛି ମତ୍ ପଦ ପ୍ରାପ୍ତିରେବ ଫଳମ୍, ଭଗବାନ ପଦପଦ୍ମକୁ ଆମେ ପ୍ରାପ୍ତ ହେବା, ଇଏ ହେଉଛି ଫଳ। ଭଗବାନ ପାଖରେ ମନଟି ଲାଗିକି ରହିଲା, ଆଉ ଶୁଣିଲେ, କାହାର କ'ଣ ଜିଜ୍ଞାସା ହେଲା, କେତେ କ'ଣ ସବୁ ଚାହିଁଲେ, ଭଗବାନ ଏ କଥା ମାଧ୍ୟମରେ ଭଗବାନ ଉପସ୍ଥିତ ହେଇଛନ୍ତି ଏଠି। ଅଧିକ ଜ୍ଞାନ ସିଏ ନା, ଭଗବାନ ତାଙ୍କ କଥା ଭିତରେ କୌଣସି ତଫାତ ନାହିଁ। ଆଜି ତାଙ୍କ ବିଷୟରେ ଆଲୋଚନା କଲେ ମାନେ ଆମେ ପ୍ରାପ୍ତ ହେଇଗଲେ ଅଲରେଡି, ଆଉ ପାଇବା ପାଇଁ ବାକି ନାହିଁ, ପ୍ରାପ୍ତ ହେଇଗଲେ। ତେଣୁ ଆଉ ଗୋଟିଏ ଅଧ୍ୟାୟ ରହିଲା, 33 ଅଧ୍ୟାୟ, ଆମେ ଆସନ୍ତାକାଲି ସାରିଦେବା। ସେ ସବୁ ଆମେ ସଂକ୍ଷେପରେ କହିଦେଲେ ସବୁ, କାରଣ ଆପଣମାନେ ସବୁ କରି ପୁଣି ନେକ୍ସଟ। ଦଣ୍ଡ ପ୍ରଭୁଜୀ, ଆସନ୍ତାକାଲି ତାହେଲେ ଆମର ବକ୍ତବ୍ୟ ମଡେଲ 1 କମ୍ପ୍ଲିଟ, ଲାଷ୍ଟ କ୍ଲାସ। ସେଇ ଅନୁସାରେ ଗିୟର ପକେଇଲୁ। ଭଗବାନ, ଯାହା ହଉ, ଠିକ ଅଛି, ବହୁତ ଧନ୍ୟବାଦ। ଭକ୍ତମାନେ ତ ସବୁ ପ୍ରବୀଣ ଅଛନ୍ତି, ଏକ୍ସପର୍ଟ ଅଛନ୍ତି। ତାହେଲେ ଆସନ୍ତାକାଲି ଯଦି ଭକ୍ତିବାନ ଭଗବାନ କମ୍ପ୍ଲିଟ ହେଲା, ଶୁକ୍ରବାର ମର୍ଣ୍ଣିଂ ରେ ୟୁନିଟ୍ 11 ର କ୍ଲୋଜ ବୁକ୍ ଏକ୍ସାମ କରିଦେବା। ତାପରେ ଗୋଟେ ୱିକ୍ ଭକ୍ତ ମାନଙ୍କୁ ଗ୍ୟାପ ଦେବି ପ୍ରେଜେଣ୍ଟେସନ ପ୍ରିପେୟାର ହେବା ପାଇଁ। ତାମାନେ ଏଇ ସପ୍ତାହ ଯିବ, ଆର ସପ୍ତାହ ନେକ୍ସଟ ସପ୍ତାହ ଯିବ। ନେକ୍ସଟ ସପ୍ତାହ ହେଲେ ଗୋଟେ ସେକେଣ୍ଡ ଟିକେ କ୍ୟାଲେଣ୍ଡର ଦେଖିଛି। ଜାନୁଆରୀ 26 ଏଇ ସପ୍ତାହ, ନେକ୍ସଟ ସପ୍ତାହ ହେଲେ ଫେବୃଆରୀ। ଠିକ ଅଛି, ଫେବୃଆରୀ 3 ତାରିଖ ମଣ୍ଡେ, ଫେବୃଆରୀ 3 ରୁ ଫେବୃଆରୀ 7, ସୋମବାରରୁ ଶୁକ୍ରବାର। ପୁଣି 5 ଦିନରେ 10 ଜଣ ଭକ୍ତଙ୍କର ପ୍ରେଜେଣ୍ଟେସନ ହବ। ତାପରେ ପୁଣି ଫେବୃଆରୀ 10 ରୁ ଫେବୃଆରୀ 12 ଭିତରେ, ମାନେ ଫେବୃଆରୀ 3 ତାରିଖରୁ ତ ଆମର ପ୍ରେଜେଣ୍ଟେସନ ପ୍ରୋଗ୍ରାମ ସେସନ ଆରମ୍ଭ ହବ। ପ୍ରିପେୟାର ହେବେ। ଠିକ ଅଛି, ଆପଣ ଲିଭ୍ ହେଇପାରନ୍ତି, କାଲି ତ କ୍ଲାସ ଅଛି, କାଲି ଲାଷ୍ଟ ମୁଭି ଜଏନ୍ କରିବି।
ନା 8ଟାରେ ଆକ୍ଚୁଆଲି ମୁଁ ଭକ୍ତି ଶାସ୍ତ୍ରୀ ପଢୁଛି ଭକ୍ତି ସିନ୍ଧୁ ସକାଳ 6ଟାରୁ 8ଟା ତ 8ଟା ପରେ ଟିକେ ପୁଣି ମୁଁ ଦେଖିଲି କଣ ସିଚୁଏସନ କ୍ଲାସ ଆଜି ସରିଛି କାଲି ସରିଛି ଆଉ ଭକ୍ତମାନଙ୍କୁ ସମସ୍ତଙ୍କୁ ମୁଁ ଗ୍ରୁପରେ ସେୟାର କରିଥିଲି ମାୟାପୁର ଇନଷ୍ଟିଚ୍ୟୁଟ ପ୍ରୋଗ୍ରାମରେ ରେଜିଷ୍ଟ୍ରେସନ ଯଦି ଆପଣ କରିପାରିବେ ଯଦି ଯିବା ପାଇଁ ଚାହିଁବେ ବି ଯାଇପାରିବେ ଆଉ ଯଦି କେହି ନ ଯାଇପାରନ୍ତି ବି ତ ମୁଁ ଭାବିଛି ଗୋଟେ ଆମର ଯେହେତୁ ଓଡିଆ ଡିପାର୍ଟମେଣ୍ଟର ଅନଲାଇନ କୋର୍ସ ସେଟା ଏଇଠି ବହୁତ ବରିଷ୍ଠ ଗୁରୁ ଆଚାର୍ଯ୍ୟ ଏବଂ ପ୍ରଭୁପାଦଙ୍କର ଶିଷ୍ୟ ଡିସାପଲ ପ୍ରଭୁଜୀ ମାତାଜୀ ଜିବିସି ବ୍ୟୁରୋ ସମସ୍ତ ଭକ୍ତ ଅଲ ୱାର୍ଲଡ ରୁ ଆସୁଛନ୍ତି ବହୁତ ବଡ ପ୍ରୋଗ୍ରାମ ଏଟା ତ ଆମର ଅନଲାଇନ ଓଡିଆ ଡିପାର୍ଟମେଣ୍ଟ କୋର୍ସ ତରଫରୁ କିଛି ମାନେ ଛୋଟ ସେବା କିଛି ଗୋଟେ କରିବା ପାଇଁ ପ୍ରୟାସ କରୁଛି ଭାବୁଛି ତ ଯୋଉ ଭକ୍ତଙ୍କର ଶ୍ରଦ୍ଧା ଅନୁସାରେ ଯିବେ ତ ଅଲଗା କଥା ଆଉ କିଛି ଆର୍ଥିକ ସେବା ଦେଲେ ଭଲ ହୁଅନ୍ତା ଭାବୁଥିଲି ମତେ ମିଶିକି ଏକାଥରେ ଅନଲାଇନ ଗ୍ରୁପ ଓଡିଆ ଅନଲାଇନ ଡିପାର୍ଟମେଣ୍ଟ ଇଏରୁ ଦେବା ପାଇଁ ତ ମୁଁ ମାୟାପୁର ଇନଷ୍ଟିଚ୍ୟୁଟ ର ଆକାଉଣ୍ଟ ସେୟାର କରିବି ଆଜି ଗ୍ରୁପରେ ଯିଏ ଚାହିଁବେ ଡାଇରେକ୍ଟ ସେଠି ଟ୍ରାନ୍ସଫର କରିପାରିବେ ଆଉ କେତେ ସେବା କଣ ଟ୍ରାନ୍ସଫର କଲେ ମତେ ତାର ଗୋଟେ ସ୍କ୍ରିନଶଟ ବା କିଛି ରେଫରେନ୍ସ ଗୋଟେ ହ୍ୱାଟ୍ସଆପରେ ମତେ ସେୟାର କରିବେ ଯୋଉଟା କି ମୁଁ ସେଠି ଇନଫର୍ମ କରିପାରିବି ଯେ ଏଇଟା ଆମର ମାୟାପୁର ଇନଷ୍ଟିଚ୍ୟୁଟ ର ଅନଲାଇନ ଓଡିଆ ଗ୍ରୁପ ତରଫରୁ ସେ ଭକ୍ତମାନେ ସେବା ଦେଇଛନ୍ତି ଆଉ ଯିଏ ଡାଇରେକ୍ଟ ଟ୍ରାନ୍ସଫର ନ କରିପାରିବେ ଟ୍ରାନ୍ସଫର୍ମ ତ ସେ ଚାହିଁଲେ ମତେ ଫୋନ ପେ କି ଗୁଗୁଲ ପେ ରେ ମୋର ଏଇ ନମ୍ବର ମୋର ଗୋଟିଏ ନମ୍ବର ଏଇ ନମ୍ବରରେ ଯୋଉ ଭିତରେ ଆପଣ ରେଜିଷ୍ଟ୍ରେସନ ସେଟା ପଠାନ୍ତୁ ପଠେଇ ପାରିବେ ମୁଁ ସେଇଟା ନେଇକି ମାୟାପୁର ଇନଷ୍ଟିଚ୍ୟୁଟରେ हरे कृष्ण ଦେବି ଆମର ଅନଲାଇନ केते प्रभु जी दंडवत प्रणाम केते अच्छा प्रभु क्लास टा रेकर्डिंग चलछि बोधे रेकर्डिंग टा बंद करते एटा रेकर्डिंग भी एटा डिस्कस हुआ ठीक नहीं ठीक है रेकर्डिंग के करछन्ते क्लास टा अरे प्रभु जी शंकर शरण प्रभु जी जानती नहीं नहीं ଅମୃତେଶ ପ୍ରଭୁ କରୁଛନ୍ତି प्रभु जी से करथिले जे म्यूट होस्ट करिक संकर्षण प्रभु जाइछन्ती क्लास टा बंद हेले से बंद करिबे न लई परिबनी अच्छा ठीक अछि